ପିଲାମାନେ ଆଜି ସପ୍ତମ ଶ୍ରେଣୀର ଇଂରାଜୀର ପ୍ରଥମ ଚାପ୍ଟର ପଢ଼ିବେ। ପିଲାମାନେ ଦେଖ ଲର୍ଣ୍ଣିଂ ଟୁଗେଦର। ତ ବିଷୟ ନାଁ ହେଉଛି ପିଲାମାନେ ପଢ଼ିବା କ'ଣ ପଢ଼ିବା ବିଷୟ ନାଁ ଦେଖ ଆଜି ପଢ଼ିବା ଦି ଡେ। ଗୋଟେ ଦି ଡେ ମାନେ ଦିନ, ତା ରିଭର୍ସ ଗୋଟେ ଦିନ କ'ଣ ଥାଏ ନଦୀ କଥା। ରିଭର ମାନେ ଜାଣିଛୁ ପିଲାମାନେ ସାଧାରଣତଃ ନଦୀ ହେଲା। ଗୋଟେ ଦିନ କ'ଣ ଦି ଡେ, ଡେ ଦିନ, ଦ ରିଭର ସ୍ପୋକ୍, ସ୍ପୋକ୍ ମାନେ କହିଲା ଗୋଟେ ଦିନ ନଦୀ କହିଲା। ବିଷୟ ନାଁ ପଢ଼ିଲା ପିଲାମାନେ ଆଜି ବିଷୟଟାକୁ ପଢ଼ିବା। ତ ପିଲାମାନେ ଭଲ করে ବୁଝିବାକୁ ଚେଷ୍ଟା କର। ଲେଖା ଅଛି ଦେଖ ଏ ବିగ్, ଭଲସେ ପିଲାମାନେ ଦେଖ ଲେଖା ଅଛି ଦେଖ ଏ ବିగ్ ବ୍ରାଇଟ୍ ଟିୟର ସ୍ପ୍ଲାଶ୍ଡ ଡାଉନ୍ ହାର୍ ନୋଜ୍। ଏ ମାନେ ଗୋଟିଏ, ବିగ్ ମାନେ ବଡ଼, ବ୍ରାଇଟ୍ ମାନେ ଉଜ୍ଜଳ, ଟିୟର ମାନେ ଲୁହ, ସ୍ପ୍ଲାଶ୍, ସ୍ପ୍ଲାଶ୍ର ଅର୍ଥ ପିଲାମାନେ ସ୍ପ୍ଲାଶ୍ ଡାଉନ୍ର ଅର୍ଥ ହେଉଛି ପିଲାମାନେ ବହି ପଡ଼ିବା। ଲେଖା ହେଇଛି ଦେଖ ସ୍ପ୍ଲାଶ୍ ମାନେ ଫେଲିଂ ଡ୍ରପ୍ ମେକିଂ ଏ ସାଉଣ୍ଡ, ଅର୍ଥାତ୍ ବହି ପଡ଼ିବା। ଆଖିରେ କ'ଣ କରିବା ଡାଉନ୍ ହାର୍ ନୋଜ୍, ହାର୍ ନୋଜ୍ ଅର୍ଥାତ୍ ଗୋଟିଏ ବଡ଼ ଲୁହ କ'ଣ କରୁଥିଲା ତା ନାକରୁ ଗଡ଼ି ପଡ଼ିଯାଉଥିଲା, ଅର୍ଥାତ୍ କାନ୍ଦୁଥିଲା। ସେ ଛବିଟା ଦେଖିଥିବ তুমি ଚିତ୍ରରେ ଦେଖ ପିଲାମାନେ ଝିଅଟି ବସି କ'ଣ କରୁଛି କାନ୍ଦୁଛି। ତ ତାର ଲୁହଟା ବହି କ'ଣ କରୁଛି ନାକ କଳ ଦେଇକି ବହିକି ବଡ଼ ବଡ଼ ପାଣି ଟୋପା ପଡ଼ୁଛି। ତାପରେ ଦେଖ ବୁଝିପାରିଲେ ତ ପ୍ରଥମ ଲାଇନ୍ର ଏ ବିଗ୍ ବ୍ରାଇଟ୍ ଟିୟର ସ୍ପ୍ଲାଶ୍, ସ୍ପ୍ଲାଶ୍ର ଅର୍ଥ ପିଲାମାନେ ବହି ପଡ଼ିବା ବା ପଡ଼ିବା, ଡାଉନ୍ ମାନେ ତଳକୁ, ହାର୍ ନୋଜ୍ ନାକରୁ। କାନ୍ଦିଲା ବେଳେ କ'ଣ ହୁଏ ପିଲାମାନେ ଆଖରୁ ତ ଲୁହ ବାହାରେ, ତ ଲୁହ ଗୁଡ଼ିକ ବହି ଆସି କ'ଣ କରେ ନାକ ବାଟେ ତଳକୁ ଖସି ପଡ଼େ। ଏଣ୍ଡ ଏବଂ ଏନେଦର ଆଉ ଗୋଟିଏ ଦ କିଙ୍ଗ ଫିଶର ସ୍ୱିଫ୍ଟ, ଏବଂ କ'ଣ ହେଲା ଏବଂ କିଙ୍ଗଫିଶର ମାନେ ପିଲାମାନେ ଅର୍ଥ ଲେଖିଦିଅ ମାଛରଙ୍ଗା ଚଢ଼େଇ ବା ମାଛରଙ୍ଗା ପକ୍ଷୀ। କ'ଣ ପିଲାମାନେ ମାଛରଙ୍ଗା ହେଲା, ମାଛରଙ୍ଗା। ସ୍ୱିଫ୍ଟ ଡାଉନ୍ ଇଟ୍ସ ୱିଙ୍ଗସ୍ and an arrow of blue in the sunlight। ଏବଂ କ'ଣ ହେଲା ଗୋଟିଏ କିଙ୍ଗଫିଶର ଅର୍ଥାତ୍ ଗୋଟିଏ ମାଛରଙ୍ଗା ଚଢ଼େଇ କ'ଣ କରୁଥିଲା ପିଲାମାନେ ବୁଲି ବୁଲି ତଳକୁ ଝାମ୍ପ ମାରୁଥିଲା, ଅର୍ଥାତ୍ ସ୍ୱିଫ୍ଟ ଡାଉନ୍ ଇଟ୍ସ ୱିଙ୍ଗ ତାର ଡେଣା ଗୁଡ଼ିକ ହେଲା, ପକ୍ଷ ଗୁଡ଼ିକ, ଏନ୍ ଏରୋ ତୀର ଭଳି, ଓ ବ୍ଲୁ ନୀଳ ରଙ୍ଗରେ ସନଲାଇଟ୍ ଏବଂ ସୂର୍ଯ୍ୟ କିରଣରେ ତାର ଡେଣା ଗୁଡ଼ିକରେ କ'ଣ ଦେଖାଉଛି ୱିଙ୍ଗସ୍ ଡେଣା ଗୁଡ଼ିକ କ'ଣ ଦେଖାଉଛି ଯେପରି ଭାବରେ ନୀଳ ରଙ୍ଗର ସୂର୍ଯ୍ୟ କିରଣ ପରି ନୀଳ ରଙ୍ଗ ଦେଖାଯାଉଥିଲା। ଏଣ୍ଡ ଏବଂ ଗୋଟିଏ ଗ୍ରୀନ୍ ଲିଜାର୍ଡ, ଗ୍ରୀନ୍ ଲିଜାର୍ଡ ମାନେ ପିଲାମାନେ ସାଧାରଣତଃ ଗ୍ରୀନ୍ ଲିଜାର୍ଡ ଅର୍ଥାତ୍ ଗୋଟିଏ ସବୁଜ ଏଣ୍ଡୁଅ। ପିଲାମାନେ ଗ୍ରୀନ୍ ମାନେ ସବୁଜ, ଲିଜାର୍ଡ ମାନେ ଏଣ୍ଡୁଅ, ଲିଜାର୍ଡ ପିଲାମାନେ ଏଣ୍ଡୁଅ। ସ୍ଲିଥେଡ୍ କ'ଣ ପିଲାମାନେ ହେଇଛି ସ୍ଲିଦର୍ଡ, ସ୍ଲିଦର୍ଡ ମାନେ ଅର୍ଥ ସ୍ଲିଦର୍ଡ SLITHERED, ସ୍ଲିଦର୍ଡ ଅର୍ଥ ବୋଧେ ଘଷି ହୋଇ ଚାଲିବା। ତୁମେ ଜାଣୁଛ ପିଲାମାନେ ସାପ ଆଉ ଗୁଣ୍ଡୁଚି ମୂଷା, ସାପ ତାପରେ ହେଉଛି ତୁମର ଏଣ୍ଡୁଅ ଝିଟିପିଟି ଏମାନେ କ'ଣ କରେ ଗୁରୁଣ୍ଡି ବା ପେଟକୁ ଘଷି ଘଷି ଚାଲେ। ଡାଉନ୍ ଦ ରିଭର୍ସ ଏଚ୍ ମାନେ କୂଳକୁ, ଟୁ ବାସ୍କ BASK, ବାସ୍କ ମାନେ ପିଲାମାନେ ହେଉଛି ଖରା ପୋଇବା। କ'ଣ ପିଲାମାନେ ଖରା ପୋଇବା ଅର୍ଥାତ୍ ସନ୍ ବାର୍ଥ ନେବା, ଅର୍ଥାତ୍ ସୂର୍ଯ୍ୟଙ୍କ କିରଣ ଖାଇବା ପାଇଁ ବା ଦେହରେ ପଡ଼ିବା ପାଇଁ ସେ କ'ଣ କରୁଛି ଇନ୍ ଦି ସନ୍, ଅର୍ଥାତ୍ ସୂର୍ଯ୍ୟ ବାହାରିଛି। ତ ଝିଅଟି ବସି କ'ଣ କରୁଥିଲା ତା ଆଖରୁ, ଅର୍ଥାତ୍ ଦେଖ ମୁଁ ବୁଝେଇ ଦେଉଛି ଦେଖ ଗୋଟିଏ ଝିଅ କ'ଣ କରୁଥିଲା ସେ କାନ୍ଦୁଥିଲା ଏବଂ ତା ଆଖିର ପାଣି କ'ଣ କରୁଥିଲା ବହି ନାକ ବାଟେ ବହି ଆସୁଥିଲା। ତ ସେଇ ସବୁ ଗୋଟେ ମାଛରଙ୍ଗା ଚଢ଼େଇ କ'ଣ କରୁଥିଲା ବୁଲି ବୁଲି ପାଣି ଉପରକୁ ଝାମ୍ପୁଥିଲା ଏବଂ ତାର ଦେହଟେ କ'ଣ କରୁଥିଲା ସୂର୍ଯ୍ୟ କିରଣରେ ନୀଳ ରଙ୍ଗ ଦେଖାଉଥିଲା। ଦେଖ ବ୍ଲୁ କଲର୍ ଲେଖାଯାଇଛି, ବ୍ଲୁ ଲେଖାଯାଇଛି BLU, ଏଟା ହେଉଛି ଟିୟର୍ସ ଅର୍ଥାତ୍ ଆଖିରେ ଲୁହ, ଟିୟର୍ସ ଡାଉନ୍ ଅର୍ଥାତ୍ ନାକ ନୋଜ୍, ନାକ ବାଟେ ତାର ଲୁହ, ଝିଅଟିର ନାକ ବାଟେ ଲୁହ ପଳାଉଥିଲା। ଝିଅଟି ନାଁ ହେଉଛି ଅଲରେଡ଼ି ଜାହ୍ନବୀ ପଡ଼ିବା। ତ ଝିଅଟିର କ'ଣ ହେଉଛି ପିଲାମାନେ ଆଖିର ଲୁହ ନାକ ବାଟେ ଖସି ପଡ଼ୁଥିଲା ଏବଂ ଗୋଟିଏ ମାଛରଙ୍ଗା ଚଢ଼େଇ ଅର୍ଥାତ୍ କିଙ୍ଗଫିଶର, ଅର୍ଥାତ୍ ପିଲାମାନେ ଏଟା ହେଉଛି କିଙ୍ଗଫିଶର। ପିଲାମାନେ କ'ଣ ଏଟା କିଙ୍ଗଫିଶର କ'ଣ କରୁଥିଲା, ଏଟା କିଙ୍ଗଫିଶର କ'ଣ କରୁଥିଲା ବୁଲି ବୁଲି ନଦୀ ଉପରେ, ନଦୀରେ ମାଛ ଥାଏ ତ ମାଛ ଧରିବା ପାଇଁ ଝାମ୍ପ ଦେଉଥିଲା ଏବଂ ସୂର୍ଯ୍ୟ କିରଣରେ ତାର ଦେହ ନୀଳ ରଙ୍ଗ ଦେଖାଉଥିଲା। ଆଉ ଗୋଟେ ଦେଖ ପିଲାମାନେ ଗ୍ରୀନ୍ ଲିଜାର୍ଡ, ଏଟା ହେଉଛି ଗ୍ରୀନ୍ ଲିଜାର୍ଡ ଅର୍ଥାତ୍ ହେଉଛି ସବୁଜ ଏଣ୍ଡୁଅ। ସବୁଜ ଏଣ୍ଡୁଅ କ'ଣ କଥା ତୁମେ ଜାଣିଛ ପିଲାମାନେ, ମୁଁ ବୁଝାଉଥିଲି। ତ ଗୋଟେ ଗ୍ରୀନ୍ ଲିଜାର୍ଡ ଅର୍ଥାତ୍ ସବୁଜ ଏଣ୍ଡୁଅଟା ଗୁରୁଣ୍ଡି ଅର୍ଥାତ୍ ପେଟକୁ ଘଷି ଘଷି କ'ଣ କରୁଥିଲା ଏଠି ବାହାରକୁ ଆସିଛି ନଦୀ କୂଳରୁ, କାହିଁକି ସୂର୍ଯ୍ୟ ଯେ କିରଣ ପଡ଼ିଛି ସୂର୍ଯ୍ୟ କିରଣରେ ପୁଇବା ପାଇଁ। ବାସ୍କ BASK, ବାସ୍କ ମାନେ ସୂର୍ଯ୍ୟ କିରଣ ପୁଇବା, ଅର୍ଥାତ୍ ସୂର୍ଯ୍ୟ କିରଣ ଜାଣିଛ ପୁଇବା ପାଇଁ।
ডিওর জাহ্নবী, ডিওর সেড দ্য স্লিপি মর্মরিং ভয়েস। দেখো স্লিপি মর্মরিং অর্থাৎ স্লিপি মর্মরিং ভয়েস অর্থ হচ্ছে মর্মিং অর্ଥ হচ্ছে ଧୀର ସ୍ୱରରେ କହିବା। କି ବୋଲା ମାନେ ଧୀର ସ୍ୱରରେ କହିବା। ডিওর প্রিয় প্রিয়া ସେଡ୍ ସ୍ଲିପି ମର୍ମରିଂ ଶୋଇଥିଲେ ଯେମିତି ଧୀରେ ଧୀରେ ତୁମେ ଯେମିତି ଶୋଇଥିବ ନିଦରେ ଶୋଇଥିବ ବା ଶୋଇଥିବ କିଏ ଡାକିଲା ଗୋଟେ ହଁ ମୁଁ ଯାଉଛି ଅର୍ଥାତ୍ ସେ ଯେପରି ଭାବରେ କ'ଣ କରୁଥିଲା ମର୍ମିଂ ଅର୍ଥ ଅଛି ମର୍ମିଂ ଅର୍ଥର ଭଏସ୍ ଅଛି ଏଟା ଅର୍ଥ ଅଛି ମୁଁ ଲେଖିଦେଉଛି ପିଲାମାନେ ଖାତାରେ ଲେଖିନିଅ ଧୀର ସ୍ୱରରେ ଧୀର ସ୍ୱରରେ କହିବା। ମର୍ମିଂର ଅର୍ଥ ହେଉଛି ଧୀର ସ୍ୱର କହିବା। ହ୍ୱାଟ୍ ଇଜ୍ ଦ ମ୍ୟାଟର୍ ହ୍ୱାଟ୍ ମାନେ କ'ଣ ଇଜ୍ ମାନେ ଅଟେ ଦ ମ୍ୟାଟର୍ ମାନେ ବିଷୟ କ'ଣ ହେଇଛି ରେ ଅର୍ଥାତ୍ ସେ ଝିଅଟି ଯେତେବେଳେ କାନ୍ଦୁଥିଲା କେହି ଜଣେ ତାହାକୁ ଧୀର ସ୍ୱରରେ କହିଛି କ'ଣ ହେଇଛି ତୁମର। ଜାହ୍ନବୀ ତା ଝିଅଟି ନାଁ କ'ଣ ଜାହ୍ନବୀ ୱାଚ୍ ଷ୍ଟାର୍ଟେଲ୍ଡ ଅର୍ଥ ପିଲାମାନେ ଲେଖିଦିଅ ଚମକି ପଡ଼ିବା। ଷ୍ଟାର୍ଟେଲ୍ଡ STARTELD ଷ୍ଟାର୍ଟେଲ୍ଡ ଅର୍ଥର ଚମକି ପଡ଼ିବା। କି ପଡ଼ିବା ପିଲାମାନେ ଚମକି ପଡ଼ିବା। କି ପଡ଼ିବା ପିଲାମାନେ ଚମକି ପଡ଼ିବା ଅର୍ଥାତ୍ ମର୍ମିଂର ଅର୍ଥ ହେଉଛି ଧୀର ସ୍ୱରରେ କହିବା। ଜାହ୍ନବୀ ୱାଜ୍ ଷ୍ଟାର୍ଟେଲ୍ଡ ମାନେ ଚମକି ପଡ଼ିଛି। ହଠାତ୍ ମାତ୍ର ସେ ଝିଅଟି ବସି କାନ୍ଦୁଥିଲା ତା ଆଖିରୁ ଲୁହ ବୋହି ଆସି ନାକ ବାଟେ ଖସି ପଡ଼ୁଥିଲା। ସେହି ସମୟରେ ଗୋଟିଏ ମାଛରଙ୍କା ଚଢ଼େଇ ବୁଲି ବୁଲି ପାଣିକୁ ଝାମ୍ପ ଦେଉଥିଲା ଏବଂ ସୂର୍ଯ୍ୟ କିରଣରେ ତାହାର ପଖ ଗୁଡ଼ିକ ବା ତାର ଡାଣା ଗୁଡ଼ିକ ନୀରବ ଦେଖାଉଥିଲା ଏବଂ ଗୋଟେ ଗ୍ରୀନ୍ ଲିଜର୍ଡ ଅର୍ଥାତ୍ ଗୋଟେ ହେଉଛି ସବୁଜ ଏଣ୍ଡୁଅ ଗୁରୁଣ୍ଡି ଯାଇ କ'ଣ କରୁଥିଲା ସୂର୍ଯ୍ୟଙ୍କ କିରଣ ଖାଇବା ବା ଖରା ପୁଇବା ପାଇଁ। ଅର୍ଥାତ୍ ସାଧାରଣତଃ ତୁମେ ଜାଣିଛ ଆମେ ଏତେ ସକାଳୁ ଉଠି ପଡ଼ୁ ସୂର୍ଯ୍ୟ କିରଣ ବସିବାକୁ ଭଲ ଲାଗେ କଅଁଳ ଖରାରେ। ବିକଜ କାରଣ ଝିଅଟି ଚମକି ପଡ଼ିଲା କାରଣ ବିକଜ ସି ୱାଜ୍ ସିଓର ସେ ଜାଣିଥିଲା ସି ହ୍ୟାଡ୍ ବିନ୍ କ୍ୱାଇଟ୍ ଏଲୋନ୍ ଝିଅଟି ବୁଝିଥିଲା ଜାଣିଥିଲା ଯେ ସେ ଏକୁଟିଆ କେବଳ ଅଛି ତା ଛଡ଼ା ଆଉ କେହି ନାହିଁ। ବିକଜ ମାନେ କାରଣ ୱାଜ୍ ସିଓର ମାନେ ନିଶ୍ଚିତ ହେବା ସି ହ୍ୟାଡ୍ ବିନ୍ କ୍ୱାଇଟ୍ ଏଲୋନ୍ ସେ କେବଳ ଏକୁଟା ହିଁ ଥିଲା। ଝିଅ ଜାହ୍ନବୀ ଯେ ଏକୁଟିଆ କେବଳ ନଦୀ କୂଳରେ ରିଭର କୂଳରେ ବସିଥିଲା କେବଳ ତା ପାଖରେ କେହି ନଥିଲା ତ ଏଇ ଧୀର ସ୍ୱରରେ କିଏ କହିଲା ଯେ ତୁମର କ'ଣ ହୋଇଛି। ଇଟ୍ କୁଡ୍ ହ୍ୟାଭ୍ ବିନ୍ ଦ ଲିଜର୍ଡ ଏହା ପାଖରେ ଗୋଟେ କ'ଣ ଥିଲା ଲିଜର୍ଡ ଥିଲା ଏଣ୍ଡୁଅ ଥିଲା ଏହା ଲିଜର୍ଡ କେବେ ହେଇନପାରେ। ଇଟ୍ କୁଡ୍ ହ୍ୟାଭ୍ ବିନ୍ ଦ ଲିଜର୍ଡ ଅର୍ଥାତ୍ ଏଣ୍ଡୁଅ ତ କେବେ କଥା କହିପାରେ ନାହିଁ। ଏବଂ କିଙ୍ଗଫିଶର ଏବଂ ମାଛରଙ୍କା ଚଢ଼େଇ ୱାଚ୍ ଆପ୍ ଉପରେ ଥିକେଷ୍ଟ ମାନେ ହେଉଛି ପିଲାମାନେ ଲେଖିନିଅ ଥିକେଷ୍ଟ ମାନେ ବୁଦା ଥିକେଷ୍ଟ ମାନେ ହେଉଛି ବୁଦା ବୟସ ବୁଦା ବା ଘଞ୍ଚ ଓ ବାମ୍ବୋ ମାନେ ବାଉଁଶର ଗଛରେ ଇଟିଂ ଦ ଫିସ୍ ଇଟ୍ ହ୍ୟାଡ୍ କୋଟ୍ ମାଛରଙ୍କା ଚଢ଼େଇଟି ଧରିଥିବା ମାଛଟି ଜାଣିଛ ମାଛରଙ୍କା ଚଢ଼େଇ କ'ଣ କରୁଥିଲା ଘୁରି ଘୁରି ପାଣି ଉପରୁ ଝାମ୍ପ ଦେଉଥିଲା ଏବଂ ଗୋଟିଏ ମାଛକୁ ଧରି ବାଉଁଶ ଗଛ ବୁଦାରେ ବସି ବସି କ'ଣ କରୁଥିଲା ଖାଉଥିଲା। ବୁଝିପାରୁଛ। ଆଉ ଆଉ ହେଉଛି ଏଣ୍ଡୁଅଟା ସବୁଜ ଏଣ୍ଡୁଅଟା ସେ ତା ପାଖକୁ ଲାଗି ଖରା ପୁଇବା ପାଇଁ ନଦୀ କୂଳରେ ବସିଥିଲା ଏବଂ ଜାହ୍ନବୀ ବସି ବସି କାନ୍ଦୁଥିଲା। ଜାହ୍ନବୀକୁ କାନ୍ଦୁଥିବା ସମୟରେ କେହି ଜଣେ ଧୀର ସ୍ୱରରେ ମର୍ମିଂ ଭଏସ୍ ଅର୍ଥାତ୍ ଧୀର ସ୍ୱରରେ କହିଛି କ'ଣ ହେଇଛି ତୁମର। ସେତେବେଳେ ଜାହ୍ନବୀ ଷ୍ଟାର୍ଟେଲ୍ଡ ଅର୍ଥାତ୍ ଜାହ୍ନବୀ କ'ଣ କରୁଛି ପିଲାମାନେ ସେ ସ୍କେୟାର୍ଡ ହେଇଛି ଚମକି ପଡ଼ିଛି କିଏ ମୋତେ କଥା କହିଲା ଏଣ୍ଡୁଅ ତ କେବେ କଥା କହିପାରେନି ଆଉ ମାଛରଙ୍କା ଚଢ଼େଇ ତ ମାଛକୁ ଧରି ବାଉଁଶ ଗଛ ଉପରେ ବସି ଖାଉଛି। ଇଟ୍ କୁଡ୍ ବି ଏ ପ୍ୟାରଟ୍ ଏହା କେବଳ ଗୋଟେ ପାରା ହେଇନପାରେ। ବିକଜ କାରଣ ପ୍ୟାରଟ୍ସ ଶ୍ରିକ୍ର ଅର୍ଥ ହେଉଛି ପିଲାମାନେ ଚିତ୍କାର କରିବା କେବଳ କହୁଛେ କିଏ ହେଇନପାରେ ମିଟୁ ବା ହେଉଛି ପାରା ହେଇନପାରେ କାରଣ ଏଣ୍ଡ ଦିସ୍ ୱାଜ୍ ସଚ୍ ଏ ସ୍ଲିପି ଭଏସ୍ କାରଣ ହେଉଛି ସାଧାରଣତଃ ଭାବରେ ଯେତେବେଳେ ପାରା କଥା କୁଡ୍ ନଟ୍ ବି ପାରା ବିକଜ ପାରା ସ୍କ୍ରିଲ୍ଡ କାରଣ ପାରା ଚିତ୍କାର କରିବା ପାରା ହେଉଛି ଚିତ୍କାର କରି କଥା କହେ କାରଣ ପାରା କେଦିନ ଧୀରେ ଧୀରେ କଥା କହେ ନାହିଁ। ଯେତେବେଳେ ମିଟୁ ଜୋର ପାଟି କରେ ପାରା ସହିତ ସ୍କ୍ରିଲ୍ଡ ଅର୍ଥ ହେଉଛି ଚିତ୍କାର ପାରା କ'ଣ କରେ ଚିତ୍କାର କରି କଥା କହେ କିନ୍ତୁ ଏହା ହେଉଛି ଗୋଟେ ସ୍ଲିପି ଭଏସ୍ ଅର୍ଥ ହେଉଛି ଯେତେବେଳେ କେହି ଜଣେ କଥା କହୁଛେ ଧୀର ସ୍ୱରରେ କଥା କହିବା ଶୁଣା ହେଉଛି। ସି ଲୁକ୍ଡ ଆରାଉଣ୍ଡ ହାର୍ ସେ ମାନେ ସେ ସ୍ତ୍ରୀଲିଙ୍ଗରେ ଝିଅ ପିଲା ଅଛି ସି ବସିଲା ନହେଲେ ହି ବସିଲା ଲୁକ୍ଡ ମାନେ ଚାହିଁଲା ଆରାଉଣ୍ଡ ମାନେ ଚତୁଃପାର୍ଶ୍ୱକୁ ଚାରିପାର୍ଶ୍ୱ ହାର୍ ସେ ଚତୁଃପାର୍ଶ୍ୱକୁ କ'ଣ କଲା ଚତୁଃପାର୍ଶ୍ୱକୁ କ'ଣ କଲା ପିଲାମାନେ ଚାହିଁଲା। ଦେୟାର ୱାଚ୍ ନଟ୍ ଏ ସୋଏଲ୍ ଇନସାଇଡ୍ ସୋଲ୍ ମାନେ ପିଲାମାନେ SOUL ସୋଲ୍ ମାନେ ଅଛି କେହି ବି ଯିବ
କହୁଛି କେହି ବି ତ ଜୀବ ନାହାନ୍ତି। ଦେୟାର ୱାଜ୍ ଏ ସୋଲ୍ ଇନସାଇଡ୍, କେହି ତ ଜୀବ ତା ପାଖରେ ନାହାନ୍ତି। ସି ୱାଜ୍ ରେଦର ସ୍କେୟାର୍ଡ, ସ୍କେୟାର୍ଡ ମାନେ ପିଲାମାନେ, ସ୍କେୟାର୍ଡ ଅର୍ଥ ହେଉଛି ପିଲାମାନେ ଡରି ଯିବା। ଖାତା ଲେଖନ ପିଲାମାନେ ଡରି ଯିବା, କି ଯିବା ପିଲାମାନେ ଡରି ଯିବା। ଝିଅଟି ଡରିଗଲା। ସି ୱାଜ୍ ରେଦର ଡେଡ୍, ସେ କ'ଣ କଲା ପିଲାମାନେ ଡରିଗଲା। ଯେତେବେଳେ ଦେଖିଲା ଯେ ମାଛରଙ୍କା ଚଢ଼େଇ ଗଛରୁ ବସିଛି, ମାଛ ଖାଉଛି ଏବଂ ଏଣ୍ଡୁ ଗୋଟେ ଖରାପ ପିଇବା ପାଇଁ ପାଖରେ ବସିଛି ଏବଂ ଶୁଆଟି ଚୁପଚାପ ଅଛି। ତ କିନ୍ତୁ ଧୀର ସ୍ୱରରେ କିଏ କହିଲା ଯେ ତୁମର କ'ଣ ହେଇଛି, ତୁମେ କାନ୍ଦୁଛୁ କାହିଁକି? ୱାଣ୍ଟେଡ୍, ସେ ଚାହୁଁଥିଲା ଟୁ ରନ୍, ଝିଅଟି ଜାହ୍ନବୀ ଚାହୁଁଥିଲା ଯେ ଦୌଡ଼ି ପଳେଇବା ପାଇଁ। କ'ଣ କରିବା ପାଇଁ? ଦୌଡ଼ି ପଳେଇବା ପାଇଁ। କ'ଣ ଯାଉଥିଲା? ଦୌଡ଼ି ପଳେଇବା ପାଇଁ। ୟୁ ସୁଡ୍ ନଟ୍ କ୍ରାଏ, ତୁମେ କାନ୍ଦ ନାହିଁ। ୟୁ ନୋ, ତୁମେ ଜାଣିଛ। ଦ ଭଏସ୍ ୱେଣ୍ଟ ଅନ୍, ଯେତେବେଳେ ସେ ଜାହ୍ନବୀ ଯେତେବେଳେ ଜାଣିପାରିଲା ଯେ କି ଏଣ୍ଡୁଅ କଥା କହିନାହିଁ, କି ମାଛରଙ୍କା ଚଢ଼େଇ କଥା କହିନାହିଁ, କି ପ୍ୟାରଟ୍ ଶୁଆଟି କଥା କହିନାହିଁ, ତେଣୁ ସେ ବାହାରି ପଡ଼ିଛି ଯେ ୱାଣ୍ଟେଡ୍, ଚାହୁଁଥିଲା ଦୌଡ଼ି ପଳେଇବ। ଯେ କିଏ କଥା କହିଲା ସେ ଡରି ଯାଇଛି। ଯେତେବେଳେ ବି ଦେଖ ତୁମେ ଗୋଟେ ଫାଙ୍କା ସ୍ଥାନରେ ବସିଛ, ଗଛର ପାଖରୁ କେହି ଗୋଟେ କଥା କହିଦେବ, ଖୋଜିବ ଚାରିଆଡ଼େ କେହି ନାହିଁ, ଡରିବ ଡରୁନି, ଅଟକ ଡରି ଯାଇଛି। ୟୁ ସୁଡ୍ ନଟ୍ କ୍ରାଏ, ତୁମେ କାନ୍ଦ ନାହିଁ, ତୁମେ ଜାଣିଛ। ଦ ଭଏସ୍ ୱେଣ୍ଟ ଅନ୍, ପୁଣି ସେଇ ଭଏସ୍ ହେଲା, ତୁମେ କାନ୍ଦ ନାହିଁ। ଏଣ୍ଡ ୟୁ ରିଏଲି ସୁଡ୍ ବି ନଟ୍ ବି ସ୍କେୟାର୍ଡ, ଏବଂ ତୁମେ ଡର ନାହିଁ। ଏଣ୍ଡ ଏବଂ ୟୁ ରିଏଲି ସୁଡ୍ ନଟ୍ ବି ସ୍କେୟାର୍ଡ, ତୁମେ ଡର ନାହିଁ। ହ୍ୱେନ୍ ୟୁ ହ୍ୟାଭ୍ ବିନ୍ କମିଂ, ଯେତେବେଳେ ତୁମେ ଏଠାକୁ ଆସ। ସି ମି ଏଭ୍ରିଡେ, ପ୍ରତିଦିନ ମୋତେ ଦେଖିବାକୁ ଆସ। ୱେଲ୍ ଅଲମୋଷ୍ଟ ଏଭ୍ରିଡେ, ତୁମେ ତ ପ୍ରତିଦିନ ମୋ ପାଖକୁ ଆସ, କାହିଁ ତ ଡର ନାହିଁ? ଆଜି କାହିଁକି ଡରୁଛ? ତୁମେ ଡର ନାହିଁ, ତୁମେ ଦୌଡ଼ି ପଳାଅ ନାହିଁ। କିଏ କହିଲା କଥାଟି? ଝିଅଟି ଡରିଗଲା ଯେ ତୁମେ ଏଠି ଯେ ପ୍ରତିଦିନ ମୋ ପାଖକୁ ଆସ, ମୋ ପାଖରେ ଆସି ବସ, କିନ୍ତୁ ଆଜି କେହି ଦିନ ତ ଡର ନାହିଁ, ଆଜି କାହିଁକି ଡରି ଅଛ? ତୁମେ ଡର ନାହିଁ କି ଦୌଡ଼ି ପଳାଅ ନାହିଁ। ବୁଝିଗଲେ ପିଲାମାନେ? ନେକ୍ସଟ ପଢ଼ିବା। ଦେଖ ଲେଖା ହେଇଛି, ଦେଖ ସି ୱାଜ୍ ପଜଲ୍ଡ, ପଜଲ୍ ଅର୍ଥ ବୋଲେ ପିଲାମାନେ କନଫ୍ୟୁଜ୍ ହେଇଯିବା। କ'ଣ ହେଇଯିବା? କନଫ୍ୟୁଜ୍, କନଫ୍ୟୁଜ୍ ହେବ। କ'ଣ ହେଇଯିବ ପିଲାମାନେ? କନଫ୍ୟୁଜ୍ ହେଇଯିବା। ସି ୱାଜ୍ କନଫ୍ୟୁଜ୍, ପଜଲ୍ ମାନେ କନଫ୍ୟୁଜ୍। କ'ଣ କରିବ? କିଏ କହୁଛି? ଇଟ୍ ୱାଜ୍ ସଚ୍ ଏ ଭଏସ୍, ଏହା ଗୋଟେ ସ୍ୱର ଆସୁଛି। ଲାଇକ୍ ଏ ରିଭର୍, ନଦୀ ପାଖରୁ ଗୋଟେ ସ୍ୱର ଆସୁଛି। ଇଟ୍ କୁଡ୍ ନଟ୍ ବି ରିଭର୍, ଏହା ନଦୀ ହେଇନପାରେ। ସେ ତଳକୁ ଚାହିଁଲା, ଅନେଇଲା। ସେ ଭଏସ୍ଟା, ସ୍ୱରଟି ନଦୀ ପାଖରୁ ଆସୁଛି, କିନ୍ତୁ ଏହା ତ ନଦୀ ହେଇନପାରେ। ୱେଲ୍ ଟେଲ୍ ମି ଅଲ୍ ଆବାଉଟ୍ ଇଟ୍, ସେଡ୍ ଦି ରିଭର୍, ସେତେବେଳେ ନଦୀ କ'ଣ କହିଛି ପିଲାମାନେ? ନଦୀ କ'ଣ କହିଛି ପିଲାମାନେ? ସେତେବେଳେ କନଫ୍ୟୁଜ୍ ହେଇଛି, ତ ଇଟ୍ କୁଡ୍ ନଟ୍ ବି ଏ ରିଭର୍, ଏହା ନଦୀ ହେଇନପାରେ। ୱେଲ୍, ଠିକ୍ ଅଛି। ଟେଲ୍ ମି ଆବାଉଟ୍ ଇଟ୍, ସେଡ୍ ଦି ରିଭର୍, ସେତେବେଳେ ନଦୀଟି କହିଛି, ଠିକ୍ ଅଛି, କୁହ ମୋତେ, ଅଲ୍ ଆବାଉଟ୍, ସବୁ କିଛି। ସେଡ୍ ଦି ରିଭର୍, ନଦୀଟି କହିଲା ଯେ କୁହ ମୋତେ କ'ଣ ହେଇଛି, ତୁମେ କାହିଁକି କାନ୍ଦୁଛ? ତାପରେ ଫର୍ ଇଟ୍ ୱାଜ୍ ଦି ରିଭର୍, ଏହା ଥିଲା ନଦୀ। ସେତେବେଳକୁ ବୁଝିପାରିଲା, ସେ କହୁଛି ଏଟା ଗୋଟେ, ପ୍ରଥମ ଭାବିଲା ପ୍ୟାରଟ୍, PARROT, ପ୍ୟାରଟ୍, ପ୍ୟାରଟ୍ ନୁହେଁ। ତାପରେ ଭାବିଲା ଏଟା ହେଉଛି କିଙ୍ଗଫିଶର, ନୁହେଁ। ତାପରେ ଭାବିଲା ଲିଜର୍ଡ ବି ନୁହେଁ। ଅର୍ଥାତ୍ ପ୍ରଥମ ଭାବିଲା ଶୁଆ, ତାପରେ ଭାବିଲା ମାଛରଙ୍କା, ତାପରେ ଭାବିଲା କ'ଣ ଭାବିଲା? ଯେ କିଙ୍ଗଫିଶର, ମାଛରଙ୍କା ଚଢ଼େଇ, ପାରା, କିନ୍ତୁ ନୁହେଁ। ଏହା ହେଉଛି କେବଳ ନଦୀଟିଏ କଥା ହେଉଛି। ଆଇ ହ୍ୟାଭ୍ ଗୋଟ୍ ଟୁ ହରି ଟୁ ରିଚ୍ ଦ ସି, ମୁଁ ବ୍ୟସ୍ତ ଅଛି, ଶୀଘ୍ର, ଝରି ମାନେ ତରବରରେ ଅଛି, ରିଚ୍ ଟୁ ସି, ନଦୀ କହୁଛି ମୁଁ ତରବରରେ ଅଛି, ମୁଁ ସମୁଦ୍ରରେ ପହଞ୍ଚିବ। ତୁମେ ଜାଣିଛ ପିଲାମାନେ, ସବୁ ନଦୀ ବହି ଆସି ଶେଷରେ କେଉଁଠି ମିଶେ? ସବୁ ଅସ୍ତ ନଦୀରେ ମିଶେ। ମୁଁ ବ୍ୟସ୍ତ ଅଛି, ୟୁ ନୋ, ତୁମେ ଜାଣୁଛ। ଦେ ୱେଣ୍ଟ ଲେଟ୍ ମି ଟୁ ଗୋ ଟୁ ସ୍କୁଲ, ସେ ସେତେବେଳେ ଜାହ୍ନବୀ କହିବାକୁ ଆରମ୍ଭ। କ'ଣ କହିଛି ପିଲାମାନେ? ବୁଝି ଦେଉଛି, ଦେଖ ଭଲ କରି ବୁଝ। ପ୍ରଶ୍ନ ଉତ୍ତର ମେନ୍ ନୁହେଁ, ତୁମର ବୁଝିବା ମେନ୍। ତୁମେ ଯଦି ପାଠଟା ଯଦି ଭଲ ଭାବରେ ବୁଝିପାରିବ, ତୁମର ପ୍ରଶ୍ନ ଉତ୍ତର କରିବା ପାଇଁ କିଛି ଇଜି ହେବ, ହେଲା। ମେନ୍ ହେଉଛି ବୁଝିବା। ତୁମକୁ ଯଦି ନ ବୁଝିପାରୁଛ, କେଦିନ ପ୍ରଶ୍ନ ଉତ୍ତର ତୁମେ କରିପାରିବ ନାହିଁ। ୱେଲ୍, ଠିକ୍ ଅଛି। ଟେଲ୍ ମି ଆବାଉଟ୍, ତୁମେ ବିଷୟରେ କୁହ। ଯେତେବେଳେ ନଦୀଟି କହିଛି, ଏତେବେଳକୁ ଜାହ୍ନବୀ ବୁଝିପାରିଲା ଯେ କଥାଟି ନଦୀ କହିଛି। ସେତେବେଳେ ନଦୀ କହିଲା, ଶୀଘ୍ର କୁହ, ମୁଁ ତରବରରେ ଅଛି। ଆଇ ହ୍ୟାଭ୍ ଗୋଟ୍ ଟୁ ହରି ରିଚ୍ ଦ ସି, ୟୁ ନୋ, ତୁମେ ଜାଣିଛ, ମୁଁ ତରବରରେ ଅଛି, ମୁଁ ବ୍ୟସ୍ତରେ ଅଛି, ମୋତେ ପୁଣି ଯାଇକି ମିଶିବାକୁ ପଡ଼ିବ। କାହା ସାଙ୍ଗରେ? ସମୁଦ୍ର ସାଙ୍ଗରେ ମିଶିବାକୁ ପଡ଼ିବ। ସେତେବେଳେ ଜାହ୍ନବୀ କହିବାକୁ ଆରମ୍ଭ କଲା। କ'ଣ କଲା? ଦେ ମାନେ ସେମାନେ,
or not let me go to school ସେମାନେ ମୋତେ ବିଦ୍ୟାଳୟକୁ ଯିବାକୁ ଦଉନାହାନ୍ତି। ଜାହ୍ନବୀ କହିବା ସେୟାର ଜାହ୍ନବୀ କହିଲା ସେମାନେ ମୋତେ ବିଦ୍ୟାଳୟକୁ ଯିବାକୁ ଦଉନାହାନ୍ତି। ଆଇ ଆସ୍କ ମାଇ ମଦର ମୁଁ ମୋ ମାଆକୁ ପଚାରିଲି ହ୍ୱାଇ କାହିଁକି ଆଇ କ୍ୟାନ୍ ନଟ୍ ଗୋ ମୁଁ କାହିଁକି ବିଦ୍ୟାଳୟକୁ ଯାଇପାରିନି ଟୁ ସ୍କୁଲ ବିଦ୍ୟାଳୟକୁ ଯାଇପାରି ଲାଇକ୍ ମାଇ ଏଲ୍ଡର ବ୍ରଦର ଗୋପୀ ଆଣ୍ଡ ରାମୁ ମୁଁ କିପରି ମୋର ବଡ଼ ଭାଇ ଦୁଇ ଜଣଙ୍କ ପରି ଗୋପୀ ଏବଂ ରାମୁଙ୍କ ପରି କାହିଁକି ବିଦ୍ୟାଳୟ ଯାଇପାରିବି ନାହିଁ। ତ ନଦୀଟି ତରବାରରେ ଅଛି କାହିଁକି ତାକୁ ସମୁଦ୍ର ସଙ୍ଗେ ମିଶିବାକୁ ପଡ଼ିବ। ତ ସେତେବେଳେ ଝିଅଟି କହିବାକୁ ଆରମ୍ଭ କଲା ଜାଣୁଛ ନଦୀ ଭାଇ ମୋତେ ନଦୀ ଯେ ମୋତେ ସେମାନେ ଛାଡ଼ୁନାହାନ୍ତି ମୋ ମା ମୋତେ ଛାଡ଼ୁନାହାନ୍ତି ବିଦ୍ୟାଳୟକୁ ଯିବା ପାଇଁ ବା ଦଉନାହାନ୍ତି କିପରି ଦଉନାହାନ୍ତି ଯେପରି ଭାବରେ ମୁଁ ଚାହୁଁଛି ମୋର ବଡ଼ ଭାଇ ଗୋପୀ ଆଉ ରାମୁ ଉପରେ ବିଦ୍ୟାଳୟକୁ ଯିବି। ମୋ ବଡ଼ ଭାଇ ତାଙ୍କ ବଡ଼ ଭାଇ ହେଉଛି ଗୋପୀ ଆଉ ଜଣଙ୍କ ନାଁ ହେଉଛି ରାମୁ। ଆଣ୍ଡ ମାଇ ମଦର ହ୍ୟାଡ୍ ରିପ୍ଲାଇଡ୍ ମୋର ମା ଉତ୍ତର ଦେଲେ ୟୁ ଆର୍ ଟୁ ସ୍ମଲ୍ ତୁ ବହୁତ ଛୋଟ ଅଛୁ। ତ ଝିଅଟିକୁ କହିଛି ଜାହ୍ନବୀକୁ କହିଛି ତା ମା ଜାହ୍ନବୀ ତା ମା କହିଛି ମା ମୁଁ ବିଦ୍ୟାଳୟକୁ ଯିବି କିନ୍ତୁ ତା ମା ମୁଁ ଗୋପୀ ଭାଇ ଓ ରାମୁ ଭାଇ ପରି ବିଦ୍ୟାଳୟକୁ ସ୍କୁଲକୁ ପଢ଼ିବାକୁ ଯିବି କିନ୍ତୁ ତାଙ୍କ ମା ରିପ୍ଲାଇଡ୍ ମାନେ ପିଲାମାନଙ୍କୁ ଉତ୍ତର ଦେଲା କ'ଣ ଦେଲା ୟୁ ଆର୍ ଟୁ ସ୍ମଲ୍ ତୁ ବହୁତ ସାନ ବେବି ଛୋଟ ଶିଶୁଟି ତୁ ମେ ବି ଲେଟର୍ ତୁ ପରେ ଯିବୁ ବଟ୍ ହ୍ୱେନ୍ ସି ୱାଜ୍ 5 ଯେତେବେଳେ 5 ବର୍ଷ ହେଇଗଲି ମୁଁ ଲିଟିଲ୍ ରାମୁ ୱାଜ୍ ବୋର୍ନ ସେତେବେଳେ କହିଲା ରାମୁ ମଧ୍ୟ ଲିଟିଲ୍ ରାମୁ ୱାଜ୍ ବୋର୍ନ ଲିଟିଲ୍ ରାମୁ ଜନ୍ମଗ୍ରହଣ କଲା ଏବଂ ମଦର ଷ୍ଟିଲ୍ ସେଡ୍ ସେତେବେଳେ ମୋର ମା ସେ ପର୍ଯ୍ୟନ୍ତ କହିଲା ମେ ବି ନେକ୍ସଟ ଇୟର୍ ଜାହ୍ନବୀ ମାଇଣ୍ଡ ୟର୍ ଜାହ୍ନବୀ ମନେ ରଖ। ତ ସେ ଯେତେବେଳେ ବିଦ୍ୟାଳୟକୁ ଯାଉଛି ତାପରେ ସେତେବେଳେ ତା ମା କହିଛି କ'ଣ କହିଲା ଦେଖ ହ୍ୱେନ୍ ସି ୱାଜ୍ 5 ଯେତେବେଳେ ତାର 5 ବର୍ଷ ହେଲା ଏଇ ଜାହ୍ନବୀରେ ଯେତେବେଳେ 5 ବର୍ଷ ବୟସ ହେଇଗଲା ରାମୁ ୱାଜ୍ ବୋର୍ନ ରାମୁ ଜନ୍ମଗ୍ରହଣ କଲା ଏବଂ ମଦର ଷ୍ଟିଲ୍ ସେଡ୍ ତା ମା ସେ ପର୍ଯ୍ୟନ୍ତ କହୁଛି ମେ ବି ନେକ୍ସଟ ଇୟର୍ ଆର ବର୍ଷକୁ ଯିବୁ ଜାହ୍ନବୀ ମାଇଣ୍ଡ ୟର୍ ଜାହ୍ନବୀ ମନେ ରଖ ଲିଟିଲ୍ ବ୍ରଦର ତୋର ଗୋଟେ ଛୋଟ ଭାଇ ଅଛି ହ୍ୱାଇଲ୍ ଯେତେବେଳେ ମୁଁ ଗୋ ଟୁ ଫିଲ୍ଡ ଯେତେବେଳେ ମୁଁ ଜମିକୁ ଫିଲ୍ଡ ମାନେ ଏଟା ହେବ ଜମି ପଡ଼ିଆକୁ ବା ଜମିକୁ କ୍ଷେତକୁ କାମ କରିବାକୁ ଯିବି ନା ସି ୱାଜ୍ ନିୟରଲି ଜମି ପାଖକୁ କାମ କରି ଯିବି ତୁ ତାକୁ ଦେଖାଶୁଣା କରିବୁ ଅର୍ଥାତ୍ ତା ମା କହିଛି ଯେତେବେଳେ ମୁଁ କାମ କରିବାକୁ ଜମିକୁ ଚାଲିଯିବି ପାଖ ଜମିକୁ ଯିବି ପଡ଼ିଆକୁ ଯିବି ବା ମୋର କ୍ଷେତକୁ ଚାଲିଯିବି ତୁ ତୋ ଭାଇକୁ ଦେଖାଶୁଣା କରିବୁ ନା ସି ୱାଜ୍ ନିୟରଲି 10 ଏମିତି କହି ବର୍ତ୍ତମାନ ଜାହ୍ନବୀ କେତେ ବର୍ଷ ହେଇଛି ପିଲାମାନେ 10 ବର୍ଷ ହେଇଛି ତ 5 ବର୍ଷରୁ ବର୍ତ୍ତମାନ ସେ କେତେ ବର୍ଷ ହେଇଛି 10 ଇୟର୍ସ ବର୍ତ୍ତମାନ କେତେ 10 ଆଣ୍ଡ ମାଇଣ୍ଡିଂ ଲିଟିଲ୍ ଅପୁ ବର୍ତ୍ତମାନ କିଏ ହେଇଛି ପୁଣି ତାର ଭାଇ ସାନ ଭାଇ ପୁଣି ଅପୁ ହେଇଛି ହୁ ୱାଜ୍ ଦ ସ୍ମଲେଷ୍ଟ ପୁଣି ତାର ଆଉ ଗୋଟିଏ ଭାଇ ହେଇଛି ତାର ନାଁ ହେଉଛି ଅପୁ। ତ ପ୍ରଥମେ ଥିଲା ରାମୁ ଆଉ ଗୋଟେ ଭାଇ ଥିଲା ପୁଣି ଆଉ ଜଣେ କ'ଣ ଭାଇ ସାନ ଭାଇ ହେଇଛି ତାର ନାଁ ହେଉଛି ଲିଟିଲ୍ ଅପୁ ହୁ ୱାଜ୍ ସ୍ମଲେଷ୍ଟ ସେ ସବୁଠାରୁ ସାନ ଦେ ଡୋଣ୍ଟ ୱାଣ୍ଟ ଟୁ ମି ସେମାନେ ମୋତେ ଚାହୁଁନାହାନ୍ତି ଦେ ଓନ୍ଲି ସି ୱାଜ୍ ଟଟ୍ ମି ସଫ୍ଟ ସେମାନେ ମୁଁ ଯେତେଥର ବିଦ୍ୟାଳୟକୁ ଯିବାକୁ ଚାହୁଁଛି ଯେତେଥର ଚାହୁଁଛି ସେମାନେ ମୋତେ ଅଟକାଉଛନ୍ତି ଆଜି ତୋ ଭାଇକୁ ଦେଖେଇ ମୁଁ କ୍ଷେତକୁ ଯାଉଛି ତୁ ବଡ଼ ହେଲେ ଯିବୁ ତୁ 5 ବର୍ଷ ହେଲେ ଯିବୁ ଏହିପରି କରି ଜାହ୍ନବୀ ବର୍ତ୍ତମାନ 10 ବର୍ଷ ହେଇଛି କିନ୍ତୁ ସେମାନେ ମୋତେ ବିଦ୍ୟାଳୟକୁ ଯିବାକୁ ଛାଡ଼ୁ ନାହାନ୍ତି ବୁଝିପାରିଲେ ପିଲାମାନେ ସେମାନେ କହୁଛି ସେ ଜାହ୍ନବୀ କହୁଛି ମୋତେ ଅଟକାଉଛନ୍ତି ବିଦ୍ୟାଳୟ ଯିବା ସେମାନେ ବର୍ତ୍ତମାନ ସବୁବେଳେ ମୋ ମା କହୁଛି ତ ସାନ ଭାଇକୁ ଦେଖି କ୍ଷେତକୁ ଯାଉଛି ତୁ ପରେ ଯିବୁ ଆଉ ଟିକେ ବଡ଼ ହଉ ଯିବୁ ବର୍ତ୍ତମାନ ତୁ ସାନ ଅଛୁ ଏହିପରି କରିକି ମୋର 10 ବର୍ଷ ହେଲାଣି କିନ୍ତୁ ମୋତେ ବିଦ୍ୟାଳୟକୁ ଯିବାକୁ ଛାଡ଼ୁନାହାନ୍ତି ପୁଣି ମୋର ଗୋଟେ ସାନ ଭାଇ ହେଇଛି ଆଉ ଗୋଟେ ତା ନାଁ ହେଉଛି ଅପୁ ତ ସେ ଛାଡ଼ୁନାହାନ୍ତି ଷ୍ଟପ୍ ୱିଥ୍ ସପ୍ SOB ସବ୍ର ଅର୍ଥ ହେଉଛି କାନ୍ଦିବା ଏହା କହି ସେ କାନ୍ଦିବାକୁ ଲାଗିଲା ଆହୁରି କାନ୍ଦିବାକୁ ଲାଗିଲା ବୁଝିବା ଜାହ୍ନବୀ କହିଲା ଏବଂ ଏହି କଥା ନଦୀକୁ କହିସାରିଲା ପରେ ଆହୁରି ସେ କାନ୍ଦିବାକୁ ଲାଗିଲା। ତାପରେ ଦେଖ I am scared to go to school and I am so old now ମୁଁ ବର୍ତ୍ତମାନ ସ୍କେୟାର୍ଡ ମାନେ ଡରିବା ସ୍କେୟାର୍ଡ ମାନେ ପିଲାମାନେ ଡରିବା ମୁଁ ବର୍ତ୍ତମାନ ଡରୁଛି ବିଦ୍ୟାଳୟକୁ ଯିବା ପାଇଁ ଗୋ ଟୁ ସ୍କୁଲ ବୁଝିପାରିଲ ପିଲାମାନେ
ମୁଁ ବର୍ତ୍ତମାନ 10 ବର୍ଷ ହେଇଛି ଲେଖାଛି ଏଣ୍ଡ ଆଇ ଏମ୍ ଓଲ୍ଡ ନା ମୁଁ ବର୍ତ୍ତମାନ ଓଲ୍ଡ ମାନେ ହେଉଛି ଏଇଟା ହେଉଛି ବୟସ ହେଇଯିବା ମୋର ବର୍ତ୍ତମାନ 10 ବର୍ଷ ଦେଖ ସାଧାରଣତଃ ପିଲାମାନେ 4-5 ବର୍ଷରୁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି କିନ୍ତୁ ଜାହ୍ନବୀ ବର୍ତ୍ତମାନ 10 ବର୍ଷ ହେଇଗଲାଣି ତୁ ବର୍ତ୍ତମାନ ଆଇ ଏମ୍ ସ୍କେୟାର୍ଡ ମାନେ ପିଲାମାନେ ଲେଖିଦିଅ ଡରି ଯିବା ମୁଁ ବର୍ତ୍ତମାନ ଡରୁଛି ବିଦ୍ୟାଳୟକୁ ଯିବା ପାଇଁ ଡରୁଛି ଏବଂ ଆଇ ଏମ୍ ସୋ ଓଲ୍ଡ ଏବଂ ମୁଁ ଆସ୍ତେ ଆସ୍ତେ କ'ଣ ହେଉଛି ମୋର ବୟସ ବଢ଼ି ଓଲ୍ଡ ମାନେ ବୃଦ୍ଧ କିନ୍ତୁ ଏଇଟା ବୃଦ୍ଧ ହେବନି ଏଟାର ଅର୍ଥ ହେବ ମୋର ବୟସ ବହୁତ ବଢ଼ିଗଲାଣି ଦେଖ 10 ବର୍ଷ ହେଇଗଲା ଯଦି ତୁମେ ପ୍ରଥମ ଶ୍ରେଣୀ ବା ସ୍କୁଲକୁ ଯିବ ତ ପିଲାମାନେ କ'ଣ କରିବେ ହସିବେ ତେଣୁ ସେ ଜାହ୍ନବୀ କହୁଛି ବର୍ତ୍ତମାନ ମୁଁ କିପରି ବିଦ୍ୟାଳୟକୁ ଯିବି ମୋର ତ ବର୍ତ୍ତମାନ ବୟସ 10 ହେଇଗଲାଣି ଦେ ୱିଲ୍ ନେଭର ଲେଟ୍ ମି ଗୋ ସେମାନେ ବର୍ତ୍ତମାନ ବି ମୋତେ ବିଦ୍ୟାଳୟକୁ ଯିବାକୁ ଦେଉନାହାନ୍ତି ଦେ ୱିଲ୍ ନେଭର ଲେଟ୍ ମି ଗୋ ମୋତେ ବିଦ୍ୟାଳୟକୁ ଯିବାକୁ ଦେଉନାହାନ୍ତି ତ ବୁଝିଗଲେ ପିଲାମାନେ ଯେ ଜାହ୍ନବୀ କିପରି ଭାବରେ ବିଦ୍ୟାଳୟ ପାଠ ପଢ଼ି ଯାଉଛି କିନ୍ତୁ ସେ କିପରି ଭାବରେ ପାଠ ପଢ଼ି ପାରୁନାହିଁ ବା ବିଦ୍ୟାଳୟକୁ ଯାଇପାରୁନି ଏଟା ଦେଇଛି ସେଥିପାଇଁ ସେ ନଦୀ ଉପରେ ବସିକି କାନ୍ଦୁଥିଲା ବଟ୍ କିନ୍ତୁ ଆଇ ୱାଣ୍ଟ ଟୁ ଗୋ କିନ୍ତୁ ମୁଁ ଚାହୁଁଛି ବିଦ୍ୟାଳୟକୁ ଯିବା ପାଇଁ ଆଇ ୱାଣ୍ଟ ଟୁ ଲର୍ନ ମୁଁ ଚାହୁଁଛି ଶିଖିବା ପାଇଁ ଜାଣିବା ପାଇଁ ପଢ଼ିବା ପାଇଁ ରିଡ୍ ଲାଇକ୍ ଗୋପୀ ଆଣ୍ଡ ରାମୁ ମୁଁ ଚାହୁଁଛି ପଢ଼ିବା ପାଇଁ ଶିଖିବା ପାଇଁ ଜାଣିବା ପାଇଁ କିପରି ଗୋପୀ ଆଉ ରାମୁ ପରି ଗୋପୀ ଓ ରାମୁ ପରି ମୁଁ ମଧ୍ୟ ପଢ଼ିବାକୁ ଚାହେଁ ମୁଁ ମଧ୍ୟ ଶିଖିବାକୁ ଚାହେଁ କିଏ କହିଲା ପିଲାମାନେ ଜାହ୍ନବୀ କହିଲା ଆଇ ୱାଣ୍ଟ ଟୁ ନୋ ମୁଁ ଜାଣିବାକୁ ଚାହେଁ ହ୍ୱାଇ କାହିଁକି ସ୍ପାଇଡର୍ସ ମାନେ ବୁଢ଼ିଆଣୀ ଆର୍ ୟେଲୋ ଇନ୍ ଦି ୟେଲୋ ଫ୍ଲାୱାର୍ସ ମୁଁ ଜାଣିବାକୁ ଚାହେଁ କାହିଁକି ବୁଢ଼ିଆଣୀ ହଳଦିଆ ରଙ୍ଗର ଫୁଲରେ ବସିଲା ବେଳେ ହଳଦିଆ ରଙ୍ଗ ଦେଖାଯାଏ ହେଲା ସେ ଛୋଟ ପିଲାଟେ ତ ତା ମନରେ ପ୍ରଶ୍ନ ଅଛି କିପରି ବା କାହିଁକି ସ୍ପାଇଡର୍ସ ଆର୍ ୟେଲୋ ଇନ୍ ଦି ୟେଲୋ ଫ୍ଲାୱାର୍ସ ହଳଦିଆ ରଙ୍ଗରେ ଫୁଲରେ ଯେତେବେଳେ ବୁଢ଼ିଆଣୀ ବସେ ସେପରି ତା ଦେହ କାହିଁକି ହଳଦିଆ ହେଇଯାଏ ବା ତାହା କାହିଁକି ହଳଦିଆ ବର୍ଣ୍ଣ ଦେଖାଯାଏ ହ୍ୱାଇ କାହିଁକି ବ୍ୟାମ୍ବୋ ଟ୍ରି ରସଲ RUSTL ବ୍ୟାମ୍ବୋ ମାନେ ବାଉଁଶ ଗଛ ରସଲ ଅର୍ଥ ହେଉଛି ପିଲାମାନେ ଖସଖସ କରିବା କି କରିବା ତୁମେ ଜାଣିଛ ପିଲାମାନେ ବାଉଁଶ ପତ୍ର ଉପରେ ତୁମେ ଚାଲିଛ କେତେଦିନ ବା ବାଉଁଶ ପତ୍ର ପବନ ହୁଏ ଦେଖିବ ପତ୍ର ବାଜିଲେ ଖସଖସ ଶବ୍ଦ ହୁଏ କ'ଣ ଶବ୍ଦ ପିଲାମାନେ ଖସଖସ ଶବ୍ଦ ହବା କ'ଣ ଶବ୍ଦ ପିଲାମାନେ ଖସଖସ ରସଲ ଅର୍ଥ RUSTL ରଷ୍ଟଲ ନୁହେଁ ରସଲ ହ୍ୱାଇ ଦ ମୁନ୍ କାହିଁକି ଜହ୍ନ ଅଲୱେଜ୍ କମ୍ସ ବିହାଇଣ୍ଡ ଦି ହିଲ୍ସ ତାର ବହୁତ ପ୍ରଶ୍ନ ଅଛି ଦେଖ ସେ କାହିଁକି ପଢ଼ିବାକୁ ଚାହେଁ ସେ ହେଉଛି ତାର ଭାଇ ଗୋପୀ ଆଉ ରାମୁ ପରି ସେ ଜାଣିବାକୁ ଚାହେଁ ଆଇ ୱାଣ୍ଟ ଟୁ ନୋ ଗୋପୁ ଆଉ ରାମୁ ପରି ପଢ଼ିବାକୁ ଚାହେଁ ତା ମନରେ ବହୁତ ପ୍ରଶ୍ନ ଅଛି ଜାହ୍ନବୀର ସେ କହୁଛି କ'ଣ ମୁଁ ଜାଣିବାକୁ ଚାହେଁ କି କାହିଁକି ବୁଢ଼ିଆଣୀ ହଳଦିଆ ରଙ୍ଗ ଫୁଲରେ ବସିଲେ ହଳଦିଆ ଦେଖାଯାଏ ଆଉ ବ୍ୟାମ୍ବୋ ଟ୍ରି ଯା ରସଲ ବ୍ୟାମ୍ବୋ ଗଛର ପତ୍ର କହିକି ଗଛ ଗୁଡ଼ିକର ପତ୍ର କହିକି ଖସଖସ ଶବ୍ଦ କରେ ଆଉ ଗୋଟେ ଦେଇଛି ହ୍ୱାଇ ମୁନ୍ କାହିଁକି ଜହ୍ନ ଅଲୱେଜ୍ ମାନେ ସବୁବେଳେ କମର୍ସ ମାନେ ଆସନ୍ତି ଫ୍ରମ୍ ମାନେ ଠାରୁ ବିହାଇଣ୍ଡ ମାନେ ପଛରେ ହିଲ୍ସ କାହିଁକି ଜହ୍ନ ସବୁବେଳେ ପାହାଡ଼ ପଛରୁ ବାହାରେ ତୁମେ ଦେଖିବ ସଦାବେଳେ ପିଲାମାନେ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ପଶ୍ଚିମ ଦିଗରେ ଅର୍ଥାତ୍ ପଶ୍ଚିମ ପଟେ ପଛପଟରେ କ'ଣ ହୁଏ ପାହାଡ଼ କୋଳରୁ କାହିଁକି ଜହ୍ନ ବାହାରେ ନେଭର ଦି ଅଦର ୱେ କ'ଣ ଆଉ କୌଣସି ବାଟ ନାହିଁ ସବୁଆଡ଼େ ତ ବାଟ ଅଛି ଚାରିପାଟେ ଚତୁର୍ପାର୍ଶ୍ୱ ବାଟ ଅଛି ପୂର୍ବ ଅଛି ପଶ୍ଚିମ ଅଛି ଉତ୍ତର ଅଛି ସେ କାହିଁକି ଜହ୍ନ ସବୁବେଳେ ହେଉଛି ହିଲ୍ ବା ପାହାଡ଼ର ପଛପଟରେ ବାହାରେ ହ୍ୱାଇ ଦ ବେବି ଫିସ୍ କାହିଁକି ଛୋଟ ମାଛ ଛୁଆ ଗୁଡ଼ିକ ଇନ୍ ଦ ଫିଲ୍ଡ ୱାଟର ବିକମ୍ ଦି ଫ୍ରଗିସ୍ ଏହାର ଅର୍ଥ ହେଉଛି ପିଲାମାନେ ତୁମେ ଜାଣିଛ ଯେତେବେଳେ ବେଙ୍ଗ ଛୁଆ ଦିଏ ସେତେବେଳେ ଦେଖିବ ପିଲାମାନେ ଟିକେ ଖାଲି ପିଲାମାନେ ତୁମେ ଦେଖିବ ଯେତେବେଳେ ହେଉଛି ବେଙ୍ଗ ଛୁଆ ମାନେ ବେଙ୍ଗ କ'ଣ କରନ୍ତି ବେଙ୍ଗ ଫୁଲା ହୁଏ ଅର୍ଥାତ୍ ଏଠି କହିଛି ଦେଖ ଦ ବେବି ଫିସ୍ ଇନ୍ ଦ ଫିଲ୍ଡ ଛୋଟ ମାଛ ଛୁଆ ଗୁଡ଼ିକ ଇନ୍ ଦି ଫିଲ୍ଡ ମାନେ ଜମିରେ ୱାଟର ଜମିର ପାଣିରେ ବିକମ୍ ଦ ଫ୍ରଗ୍ସ କାହିଁକି ବେଙ୍ଗ ହେଇଯାଏ ତୁମେ ଦେଖିବ ଯେତେବେଳେ ଦେଖିବ ବେଙ୍ଗ ଛୁଆ ଦିଏ ତ ଏମିତିକା ଟାଇପ୍ର ମାଛ ଟାଇପ୍ର ତା ଲାଞ୍ଜ ମାଛ ଟାଇପ୍ର ଲାଞ୍ଜ ଥାଏ ଏମିତି ଲାଭଡ଼ା ଗୁଡ଼ିକ ଥାଏ ଧୀରେ ଧୀରେ କ'ଣ ହୁଏ ସେ ମାଛ ଛୁଆକୁ ତ ଦେଖାଯାଇଥିବ କିନ୍ତୁ ଧୀରେ ଧୀରେ କ'ଣ ହେବ ସେ ବେଙ୍ଗରେ ପରିଣତ ହେବ କିରେ ପରିଣତ ହେବ ପିଲାମାନେ ବେଙ୍ଗରେ ପରିଣତ ହେବ କି ପରିଣତ ହେବ ବେଙ୍ଗରେ ପରିଣତ ହେବ ତେଣୁ ତାର ମନରେ ପ୍ରଶ୍ନ ଆସେ ଯେ କିପରି ଭାବରେ କାହିଁକି ଯେ ଛୋଟ ଛୋଟ ମାଛ ଛୁଆ ଗୁଡ଼ିକ କାହିଁକି ବେଙ୍ଗ ହେଇଯାଏ ହ୍ୱାଇ କାହିଁକି ଷ୍ଟପ୍ ସେଡ୍ ଦି ରିଭର ଷ୍ଟପ୍ ମାନେ ରହିଯା ଅଟକି ଯା
सेड माने कहला रिवर नदी कहला तू टिके अटकी जा यू आर मेक मी ब्रेथलेस ब्रेथलेस बा श्वास रुद्ध अरे मते तू पागला कर देबू टिके रह मते टिके निश्वास नवा को जा तू एते प्रश्न पचारछु सो मेनी वेज एते प्रश्न तोर एते काहे की तोर मन रे जाले पे सेते नदीटी कहला कहा कहछि जानवी कहछि टिके रहि जा मते टिके निश्वास नवा को दे मते टिके चिंता करे को दे तू जे एते गुटे प्रश्न कहूछु जे काहे की बुढ़ियाणी हलदे फूल बस हलदे देखा जाए काहे की बाउंस पत्र गुड़ खसखस शब्द हुए काहे की जह्न पहाड़ कलर पछरु काहे बाहर आउ कौन सी बाट नहीं काहे की तो विभिन्न प्रकार आउ गोटे प्रश्न पचार काहे की एंडुओ पिला माछ छुआ गुड़िक धीरे धीरे एंडुओ बेंग छुआर परिणत हुए आई कैन टेल यू व्हेयर मून गोज मु कहूची बर्तमान शुण मु कहूची आई कैन टेल मु कहि पारिबी व्हेयर मून्स गोज मु तोते कहि पारि मु कहूची शुण मु कहि पारिबी तोते जे केउठाकू जह्न चली जाए द रिवर सेट सिक्रेटली हला सिक्रेटली कौन पिला पिला माने कौन कहला से कौन कला रिवर ताकू सिक्रेटली कहला कौन कहला पिला माने देखो इट गोज डाउन टुवर्ड्स द सी यह कौन करे गोज टुवर्ड्स डाउन द सी यह केंडू को चली जा पिला माने इट गोज द रिवर केंडू को चली जा डाउन मान तळकू टुवर्ड्स द सी समुद्र तळकू चली जा जह्न समुद्र तळकू धीरे धीरे चली जा देखिबो जह्न देखिबो देखा जीवो कि सब देखो जह्न तळकू चली जा इट ऑलवेज टेक द सेम वे ओवर द माउंटेन्स एंड डाउन द सी लाइक मी मु जेपरि भाबरे पहाड़ बा पहाड़ रु बही आसी डाउन समुद्र मिसे से परि मो भली कौन हुए से पहाड़ कल बही आसी समुद्र जाइकी पुणी मिसी जाए किए कहला पिला माने जानवी को किए कहिछि किए कहिछि पिला माने नदी रिवर्स कहिछि जे मो भली से मु जेपरि पहाड़ रु बही आसी ए मु बही बही जाइकी समुद्र रे सी रे मिसी जाए से जन से परि बाहरी आसी कौन करे पहाड़ कल आसी मिसे तो पिला माने प्रश्न गुड़िक आलोचना पर करेंगे मुझे तुमको पढ़े के बुझे दिए पढ़े के बुझी सारा पर तुम बुझे को असुविधा हो मुझे प्रश्न उत्तर आंसर करदेवी ओके तापर देख इवेन लिटिल रामू गोज टू स्कूल सेट जानवी पिटी द स्कूल इज नॉट बाय दिस सी इवेन जदि लिटिल रामू गो टू स्कूल जदि लिटिल रामू गो टू सी सेट जानवी पिटी द स्कूल इज नॉट बाय सी ताहले सेट द रिवर देन आई कुड टेक यू एलंग अर्थात अर्थात यार अर्थ होची पिला माने जदि छोटिया रामू विद्यालय को जाए सेठ रामू ताले मु भी तुम सहित जीवी क्या करा नदी कहला मु भी ताले तुमको सेठी को नहीं जीवी देन आई कुड टेक यू एलंग ताले नदी कहला मु भी ताले तुमको सही विद्यालय को नहीं जीवी जेठा रामू पाठ पढ़े मु भी तुमको सही विद्यालय नहीं जीवी चलो यू नो तुम्हें जानिच बट आई सपोज बट कौन आई सपोज आई कुड रियली यू गेट योर फीट वेट भावुची तुमको जब नहीं जीवी तुम्हें तो ओदा हो देख नदीर पानी सब बही था तो से जो नदी में ओह्लैब सब ओदा हो तुम्हें कौन ओदा विद्यालय को जीव एंड एंड वुड नेवर डू आई एम अफ्रेड देयर इज ओनली वन थिंग इट कैन डू मु भावुची मु डरी जाऊँ भय होची मु कौन करें कैन आई डू समथिंग आस्क्ड जानवी जानवी कहला मु किछि करि परिबि कि कैन आई डू समथिंग आस्क्ड जानवी पचारला मु किछि करि परिबि वेल इट्स अप टू यू सेड द रिवर हाँ नदी कहला कुह सीम्स मी लिटिल गर्ल कैन डू सच ए लिटिल बॉयज दे स्विम फास्ट द लिटिल बॉयज कहला जानवी कहला मु किछि करि परिबि कि सीम टू मी लिटिल गर्ल्स छोटिया झील मत देख कैन डू सो मच लिटिल बॉयज दे स्विम फास्ट द लिटिल बॉयज कहे तू छोट छोट पुओ छुआ पर देख पुओ छुआ मैंने कौन साधारण नदी में पहरी पार हो जाती तेणु तेणु कौच तू से छोट छोट पिला पुओ पिला तू पहरी पारू कि किए कह पिला माने पहरी जापर कि
তারপরে লিটল গার্লস আর ক্যান স যে লিটল বয়েজ ক্যান ফাইল ইট আপ ইউ জস্ট স্লিপ এমং ওয়ান মর্নিং স্লিপ মানে অর্থ হচ্ছে পিলা মানে এটা হচ্ছে খসি যাওয়া স্লিপ মানে অর্থ হচ্ছে খসি পড়িবা বা হচ্ছে খসি পড়িবা বা হচ্ছে খসি পড়ିବା କ'ଣ ହଉଛି ପିଲାମାନେ ଖସି ପଳେଇବା କ'ଣ ହଉଛି ଖସି ପଳେଇବା ଏଲଙ୍ଗ ୱାନ୍ ମର୍ଣ୍ଣିଂ ତୁ କ'ଣ କରିବୁ ତାକୁ ବୁଦ୍ଧି ଦେଲା ନଦୀ କ'ଣ କରିବା ତୁ ଦିନେ ଖସିଲି ମାନେ ଖସି ପଳେଇବା ଘରୁ ଲୁଚି ପଳେଇବା ଏଲଙ୍ଗ ମର୍ଣ୍ଣିଂ ଦିନେ ସକାଳୁ କ'ଣ କରିବୁ ତୁ ଘରୁ ଲୁଚି ପଳେଇବୁ ଏଣ୍ଡ ସିଟ୍ ଦେୟାର ଦ ସ୍କୁଲ ଏବଂ ଯାଇକି ବିଦ୍ୟାଳୟରେ ବସିଯିବୁ ଏଣ୍ଡ ଏବଂ ଲିସିନ୍ ହ୍ୱାଟ୍ ଗୋଇଙ୍ଗସ୍ ଅନ୍ ଏବଂ ବିଦ୍ୟାଳୟ ଯାଇକି ଦେଖିବୁ ଯେ ବିଦ୍ୟାଳୟରେ କ'ଣ ହେଉଛି ବିଦ୍ୟାଳୟରେ କ'ଣ ପଢ଼ା ହେଉଛି ଏଣ୍ଡ ମେ ବି ଦ ଟିଚର ୱିଲ୍ ଲେଟ୍ ୟୁ ଷ୍ଟେ ଏବଂ ତୁ ଯେତେବେଳେ ଲୁଚିକି ପଳେଇକି ବିଦ୍ୟାଳୟ ବସିଯିବୁ ତୁମର ଶିକ୍ଷକ ମଧ୍ୟ କହିବେ କ'ଣ କହିବେ ହଁ ତୁ ଏଠାରେ ବସ ୟୋର୍ ବି ଟିଚର ୱିଲ୍ ବି ଲେଟ୍ ୟୁ ଷ୍ଟେ ତୁମର ଶିକ୍ଷକ ମଧ୍ୟ କହିବେ ହଉ ଏଠି ବସ I could not gasp ହେଲା ଜାହ୍ନବୀ ମୁଁ ଏହା କରିପାରିବି ନାହିଁ I could not gasp ଜାହ୍ନବୀ I could not ମୁଁ ଏହା କରିପାରିନି ଗ୍ୟାପ୍ସର ଅର୍ଥ ହେଉଛି ପିଲାମାନେ ଅଣନିଶ୍ୱାସୀ ହୋଇ ଦୀର୍ଘ ନିଶ୍ୱାସ ନେବା ତ ଯେତେବେଳେ ନଦୀ କହିଛି ଠିକ୍ ଅଛି ତୁ ଗୋଟେ ବୁଦ୍ଧି କର ତୁ ଦିନେ ଲୁଚି ପଳା ହେଲା ଲୁଚି ପଳେଇକି ବିଦ୍ୟାରେ ବସିଯା ଏବଂ ଯେହେତୁ ତୋ ରାମୁ ଭାଇ ପାଠ ପଢ଼ୁଛି ସେ ଚାଲିଯିବୁ ଏବଂ ସେଠି ବସି ବସି ଶୁଣିବୁ ତୋର ଶିକ୍ଷକ ମଧ୍ୟ ହଉ ଏଠି ବସ ତୁ ପଳେଇ ଆସିଥିବୁ ବିଦ୍ୟାଳୟକୁ ଶିକ୍ଷକ ମଧ୍ୟ ବସେଇ ଦେବେ ପଢ଼େଇବାକୁ ଲାଗିବେ ତୋତେ ସେତେବେଳେ ଜାହ୍ନବୀ କ'ଣ କହିଛି ନା ଗ୍ୟାପ୍ସର ଅର୍ଥ ପିଲାମାନେ ହେଉଛି ଗ୍ୟାପ୍ସର ଅର୍ଥ ହେଉଛି ଅଣନିଶ୍ୱାସ ହେଇଯିବା I could not ମୁଁ କରିପାରିବିନି they scared me they chased me out ସେମାନେ ସେ they could scared me ସେମାନଙ୍କୁ ମୋତେ ଡରେଇ ଦେବେ ଏବଂ they chased me out ହେଉଛି ପିଲାମାନେ ଗଢ଼େଇବା ଚେଷ୍ଟ ମାନେ ସି ହେଇଛି ଚେଷ୍ଟ ମାନେ ହେଉଛି ଗଢ଼େଇବା ମୋତେ ସେମାନେ ବିଦ୍ୟାଳୟରୁ ତୋଳିଦେବେ ବିଦ୍ୟାଳୟରୁ କାଢ଼ିଦେବେ ଦି ରିଭର ଲାଫ୍ଟ ସେତେବେଳେ ନଦୀ ହସିଲା ୟୁ ସ୍କେୟାର୍ଡ ତୁ ଡରୁଛୁ ଦି ରିଭର ସେଡ୍ when you are not afraid of green lizard ମାନେ ବୁଝ ପିଲାମାନେ ତୁ ଆଜି ବିଦ୍ୟାଳୟକୁ ଯିବା ପାଇଁ ଡରୁଛୁ ପିଲାମାନଙ୍କୁ ଡରୁଛୁ ଦି ରିଭର ସେଡ୍ ନଦୀ ହସିଲା ୟୁ ସ୍କେୟାର୍ଡ ତୁ ଡରୁଛୁ ଦ ରିଭର ସେଡ୍ ନଦୀ କହିଲା when you are not afraid of green lizard ତୁ ଯେତେବେଳେ ସବୁଜ ରଙ୍ଗର ଏଣ୍ଡୁକୁ ଦେଖି or କିମ୍ବା ଦି ସ୍ନେକ୍ ଇନ୍ ଦ ବ୍ୟାମ୍ବୋ ବାଉଁଶ ବୁଦାର ସାପକୁ ଦେଖି କ୍ଲମ୍ CLUMB କ୍ଲମ୍ର ଅର୍ଥ ହେଉଛି ପିଲାମାନେ ଟିକେ ପିଲାମାନେ କ୍ଲମ୍ର ଅର୍ଥ କହିଦେଉଛି ହେଲା ତେଣୁ କ'ଣ କହିଛି ପିଲାମାନେ ତ ବାଉଁଶ ବୁଦା ବାଉଁଶକୁ ଦେଖି ଯେତେବେଳେ ତୁ ଡରୁ ନାହୁଁ ସେତେବେଳେ କ'ଣ ହେଇଛି ପିଲାମାନେ ଡରୁ ନାହୁଁ ତ ବାଉଁଶ ବୁଦାରେ ସାପ ଗ୍ରୀନ୍ ଲିଜାର୍ଡ ଅର୍ଥାତ୍ ସବୁଜ ରଙ୍ଗର ଏଣ୍ଡୋକୁ ଦେଖି ଡରୁ ନାହୁଁ ଜାହ୍ନବୀ startled or the big trains rustling ହେଲା big train wrestling part of the bridge wrestling ର ଅର୍ଥ ପିଲାମାନେ ହେଉଛି ଗୋଟେ ହେଉଛି ଶବ୍ଦ ହେବା କ'ଣ ହେଉଛି ଏକ ପ୍ରକାର ଗୋଟେ ହେଉଛି ଶବ୍ଦ ହେବା ଯେତେବେଳେ ଶବ୍ଦ ହେବା ଯେତେବେଳେ ଅଛି ପୋଲ ଉପରେ ଯିବ ଶବ୍ଦ ହେବ ବା ଟ୍ରେନ୍ ଗଲେ ଟ୍ରେନ୍ସ ନଏଜି ତାକୁ କ'ଣ କୁହାଯାଏ ତୁ ଯେପରି ଏଣ୍ଡୁକୁ ଦେଖି ଡରୁ ନାହୁଁ ପୋଲ ଉପରେ ଆସୁଛୁ ପୋଲ ଉପରେ ଟ୍ରେନ୍ ଯାଉଛି ତାହାର ଶବ୍ଦ ଶୁଣି ଡରୁ ନାହୁଁ ସାପରକୁ ଦେଖି ଡରୁ ନାହୁଁ ସେଡ୍ ଦି ରିଭର ତୁ କାହିଁକି ତାହେଲେ ଡରୁଛୁ ବିଦ୍ୟାଳୟକୁ ଯିବା ଡରୁଛୁ ତ ସାର୍ ଗୋଡ଼େଇ ଦେବେ ପିଲାମାନେ ଅପମାନ କରିବେ ଜାହ୍ନବୀ ନେଭର ନୋ ଦ ସ୍ନେକ୍ ଲିଭ୍ଡ ଇନ୍ ଦ ବ୍ୟାମ୍ବୋ କ୍ଲୋଭ୍ ଜାହ୍ନବୀ ଜାଣିନଥିଲା ଯେ ସାପ ଗୁଡ଼ିକ ସେ ବାଉଁଶ ବୁଦା ଭିତରେ ରୁହନ୍ତି ହ୍ୱାଟ୍ ଆର୍ ସିପ୍ସ ହ୍ୱାଟ୍ ମାନେ କ'ଣ ଆର୍ ଦି ସିପ୍ ଜାହାଜ କ'ଣ ସି ଆକ୍ସେ ପଚାରିଲା ଜାହାଜ କ'ଣ ପଚାରିଲା ଜାହାଜ କ'ଣ କିଏ ପଚାରିଲା ପିଲାମାନେ ଜାହ୍ନବୀ ପଚାରିଲା ବିଗ୍ ବୋଟ୍ସ ସେଡ୍ ଦି ରିଭର ବଡ଼ ବଡ଼ ଡଙ୍ଗାକୁ କ'ଣ କୁହାଯାଏ ବଡ଼ ବଡ଼ ବିଗ୍ BIG ବିଗ୍ ବୋଟ୍ସକୁ କ'ଣ କୁହାଯାଏ ଜାହାଜ କୁହାଯାଏ ସୋ ବିଗ୍ ଦେ କ୍ୟାନ୍ ଟେକ୍ hundreds of people ଏତେ ବଡ଼ ସେଗୁଡ଼ିକ ଡଙ୍ଗା ଗୁଡ଼ିକ ଏତେ ବଡ଼ ତାକୁ ଜାହାଜ କାହିଁକି କହୁଛେ ବିକଜ୍ ଦେ ଟେକ୍ସ hundreds of people 100ରୁ ଅଧିକ ଲୋକ ଏଣ୍ଡ ଦେ ସେଲ୍ ମାନେ ଭାସନ୍ତି along the sea ସମୁଦ୍ରରେ ସେମାନେ ଭାସନ୍ତି ଲାଇଟ୍ ଦେ ସାଇନ୍ ଇନ୍ ଦ ନାଇଟ୍ ଏବଂ ରାତିରେ ଆଲୋକ ଜଳେଇ ସେମାନେ କ'ଣ କରନ୍ତି ସମୁଦ୍ରରେ ଭାସି ଭାସି ଯାଆନ୍ତି ଏବଂ 100ରୁ ଅଧିକ ଲୋକ ବହିଯାନ୍ତି ତାକୁ କ'ଣ କହିବେ ଆମେ ତାକୁ କହୁ ସିପ୍ ବୋଲି ଏସ୍ ହେଇଥାଏ ସିପ୍ ମାନେ ଜାହାଜ କହୁ
तो जाह्नवीକୁ ନଦୀ ବୁଝଉଛି ଯେ ତୁ ଆଜି ଡରୁଛୁ, ତୁ ସାପକୁ ଦେଖି ଡରୁନାହୁଁ, ପୋଲ ଉପରେ ଆସୁଛୁ ଡରୁନାହୁଁ, ଗ୍ରୀନ୍ ଲିଜାର୍ଡକୁ ଏଣ୍ଡୁକୁ ଦେଖି ଡରୁନାହୁଁ, ତ ଡରୁଛୁ କାହିଁକି ନା ସିପ୍ କ'ଣ ସିପ୍କୁ ଦେଖି ତୁ ସିପ୍ ଦେଖେ ନାହୁଁ ନଦୀରେ ନା ସିପ୍ କ'ଣ ସିପ୍ ହେଉଛି ଗୋଟେ ଜିନିଷ ବଡ଼ ଡଙ୍ଗା ପରି ଯାହା ହେଉଛି ବହୁତ ବଡ଼ ଏବଂ ସେଠାରେ ଶହେରୁ ଅଧିକ ଲୋକକୁ ନିଆଯାଏ ଏଣ୍ଡ ଦେ ସେଲ୍ ଏମଙ୍ଗ ଦି ସି ଏବଂ ସମୁଦ୍ର ଭାସେ ଲାଇଟ୍ ଇନ୍ ଦ ସାଇନ୍ ଅଲ୍ ନାଇଟ୍ ଏବଂ ସାରା ରାତି ଯେତେବେଳେ ରାତି ହେଇଯାଏ ଆଲୋ ଜଳେ। ଜାହ୍ନବୀ ହେଲ୍ଡ ହାର ବ୍ରେଥ୍ ତାର ନିଶ୍ୱାସକୁ ଅଟକେଇ ଦେଲା। ୱିଲ୍ ଦେ କମ୍ ହେୟାର ସେମାନେ କ'ଣ ଏଠିକୁ ଆସିବେ ସି ଆକ୍ସଡ୍ ସେ କ'ଣ ଜାହାଜ ଗୁଡ଼ା ଚାଲି ଆସିବ କି? ଆଇ ଏମ୍ ଆଫ୍ରେଡ୍ ନୋଟ୍ ସେଡ୍ ଦି ନା ନା ମୁଁ ଡରେ ନାହିଁ। ଟୁ ଲାର୍ଜ ୟୁ ନୋ ଚନ୍ଦୁଜ କାଟାମାରାନ୍ ଚନ୍ଦୁର କାଟାମାରାନ୍ ପରି ଗୁଡ୍ ଏନଫ୍। କାଟାମାରାନ୍ ଅର୍ଥ ହେଉଛି ପିଲାମାନେ ଗୋଟେ ପଛେ ଡଙ୍ଗା ଏକ ପ୍ରକାର ଡଙ୍ଗା କ'ଣ କହୁଛେ କାଟାମାରାନ୍ ଇଜ୍ ଚନ୍ଦୁର କାଟାମାରାନ୍ ପରି ଗୁଡ୍ ଏନଫ୍ ଫର୍ ମି। ମୋ ଉପରେ ନଦୀ କହୁଛି ମୋ ଉପରେ ଦେଖି ସମୁଦ୍ର ଉପରେ ଦେଖି ବଡ଼ ବଡ଼ ଜାହାଜ ଯାଏ ତ କାଟାମାରାନ୍ ଜାହାଜ ଯାଏ ଚନ୍ଦୁର ଜାହାଜ ଯାଏ ଚନ୍ଦୁ କ୍ୟାନ୍ ଟେକ୍ ୟୁ ସି ଇନ୍ ଦ ସିପ୍ ଚନ୍ଦୁ ତ ଏତେ କ'ଣ କରିବ ନେଇଯିବ ଦେଖିବା ପାଇଁ ସେଇ ଜାହାଜକୁ। ସମ୍ କିଛି ନ ଦେ ହ୍ୟାଡ୍ ନେଭର୍ ଲେଟ୍ ମି ୱେଲ୍ଡ ଜାହ୍ନବୀ ସେମାନେ କ'ଣ କହିଲେ ୱେଲ୍ଡ ମାନେ ହେଉଛି ପିଲାମାନେ ଉଚ୍ଚ ସ୍ୱରରେ କହିଲା ୱେଲ୍ଡ ମାନେ ହେଉଛି ପିଲାମାନେ ଉଚ୍ଚ ସ୍ୱରରେ କହିଲା ନା ମୋତେ ସେମାନେ ଛାଡ଼ିବେ ନାହିଁ। ଟ୍ରାଏ ଗୋଇଂ ଟୁ ସ୍କୁଲ ଫାଷ୍ଟ ପ୍ରଥମେ ଚେଷ୍ଟା କର ବିଦ୍ୟାଳୟକୁ ଯିବା ପାଇଁ ସେଡ୍ ଦି ରିଭର ରିମେମ୍ବର ଇଟ୍ସ ଅପ୍ ଟୁ ୟୁ ମନେ ରଖ ତୁ ବିଦ୍ୟାଳୟକୁ ଯିବା ପାଇଁ ଚେଷ୍ଟା କର ଏବଂ ତୁ ଚେଷ୍ଟା ହିଁ କଲେ ସଫଳତା ପାଇପାରିବୁ ଏବଂ ତୁ ଯଦି ଚେଷ୍ଟା ନ କରିପାରିବୁ ଯାଇପାରିବ ନାହିଁ। ତାପରେ ଦେଖ କ'ଣ ଲେଖା ଦେଖ ଜାହ୍ନବୀ gathered courage the next day she reached the school ଜାହ୍ନବୀ gathered ମାନେ ଜମା କଲା କରେ ସାହସ ମନରେ ସାହସ ଜମା କଲା କହିଲା ନା ମୁଁ ଆଜି ବିଦ୍ୟାଳୟକୁ ଯିବି ବହୁତ ଚେଷ୍ଟା କଲା ବହୁତ ଚିନ୍ତା କଲା ଏବଂ ଶେଷରେ ବିଦ୍ୟାଳୟକୁ ଦି ନେକ୍ସଟ ଡେ ତା ପରଦିନ ସି ରିଚ୍ ମାନେ ପହଞ୍ଚିଲା ଯା ସ୍କୁଲ ବିଦ୍ୟାଳୟରେ ପହଞ୍ଚିଲା। ପେଣ୍ଟିଂ ଆଉଟ୍ ଦ ବ୍ରେଥ୍ and stood by the door listening while the teacher read out of the lesson ଏବଂ pointing ଦେଖୁଥିଲା out of the breath ହେଲା ସେ ନିଶ୍ୱାସ ଅଟକାଇ ବାହାରେ ଛିଡ଼ା ହେଇଥିଲା କବାଟ ପାଖରେ ଏବଂ ଲିସନିଂ ଶୁଣୁଥିଲା while ଯେତେବେଳେ ଟିଚର ତାଙ୍କ ଶିକ୍ଷକ ରିଡ୍ ଆଉଟ୍ ଦି ଲେସନ୍ ସେତେବେଳେ ଗୋଟେ ପାଠ ବିଷୟରେ ପଢ଼ଉଥିଲା ସେ ବାହାରେ ଛିଡ଼ା ହେଇ ଶୁଣୁଥିଲା। କବାଟ ପାଖ ଛିଡ଼ା ହେଇ ଇଟ୍ ୱାଜ୍ ଦ ଷ୍ଟୋରି ଆବାଉଟ୍ ପ୍ରିନ୍ସ କୋଲ୍ଡ ଅଶୋକ ଏହା ଗୋଟେ ଗପ ଥିଲା କାହା ବିଷୟରେ ପିଲାମାନେ ରାଜକୁମାର ଅଶୋକ ବିଷୟରେ ଗପ ଥିଲା କାହା ବିଷୟରେ ଥିଲା ପିଲାମାନେ ଏ ପ୍ରିନ୍ସ କୋଲ୍ଡ ଗୋଟେ ରାଜକୁମାର ଥିଲା ତା ନାଁ ଥିଲା ଅଶୋକ ହୁ ୱାଜ୍ ବିକେମ୍ ଗ୍ରେଟ୍ କିଙ୍ଗ ଗୋଟିଏ ସେ ଜଣେ କ'ଣ ଥିଲା ଗୋଟେ ବଡ଼ ମହାନ ରାଜା ଥିଲେ। ଲିଟିଲ୍ ଅପୁ ହେଜ୍ ବିନ୍ ଫିଲିଂ ଏ ସ୍ଲିପ୍ ଅନ୍ ଆ ସୋଲଜର ଏବଂ ଛୋଟିଆ ଅପୁ କ'ଣ କରୁଥିଲା ତାର ବାହୁରେ ବା କୋଳରେ ଶୋଇ ପଡ଼ିଥିଲା। She crept nearer till she was bark a row quartering with the others on the earth floor ଏବଂ କ'ଣ କଲା ଧୀରେ ଧୀରେ କ'ଣ କଲା quartering ମାନେ ଅଛି blending her legs so late while the bottom closer ground ଏବଂ ଧୀରେ ଧୀରେ କ'ଣ କରୁଥିଲା ତାକୁ ଶୁଆଇ ଦେଇଥିଲା। ଅପୁ made no noise and listening ଅପୁ କୌଣସି ଶବ୍ଦ ନ କରି made no noise she listening ଅପୁ କ'ଣ କରୁଥିଲା କୌଣସି ଶବ୍ଦ ନ କରି କ'ଣ କରୁଥିଲା ଶୁଣୁଥିଲା। while କ'ଣ କରୁଥିଲା where did you spring from the little girl asked the teacher ହେଲା ପଚାରିଲା where did you spring from little girl ତୁମେ କେଉଁଠାରୁ ଆସିଛ ଛୋଟିଆ ଝିଅ asked the teacher what is your name ତୁମ ନାଁ କ'ଣ what is your name you are new in my class ତୁମେ କ'ଣ ନୂଆ ମୋ କ୍ଲାସରେ ଶ୍ରେଣୀରେ ଆସିଛ। she is ଗୋପୀ teacher ସେ ହେଉଛି ଗୋପୀର ଭଉଣୀ ଗୋପୀ is the next class ଗୋପୀ ହେଉଛି ତାର ଅଲଗା କ୍ଲାସରେ ତା ଉପ କ୍ଲାସରେ ପଢ଼େ। said one of the boys ଗୋଟିଏ ପିଲା କହିଲା ସେ ହେଉଛି ଗୋପୀର ଭଉଣୀ। it's ଜାହ୍ନବୀ ଏ ହେଉଛି ଜାହ୍ନବୀ said ଅନ୍ୟ ଜଣେ ପୁଅ ପିଲା ଅନ୍ୟ ଜଣେ ଛାତ୍ର କ'ଣ କହିଲା ଏ ହେଉଛି ଗୋପୀର ଭଉଣୀ ହେଲା ଏହାର ନାଁ ହେଉଛି ଜାହ୍ନବୀ। so you are ଗୋପୀ ଲିଟିଲ୍ ସିଷ୍ଟର ତୁମେ ହେଉଛି ଗୋପୀର ଛୋଟ ଭଉଣୀ। nice lad ଗୋପୀ
इफ यू आर रियली वांट टू कम टू स्कूल जानवी तुम्हें कौन चाहूच सतरे विद्यालय को आसिया पढ़िया द टीचर हेड सेड शिक्षक कहले वी विल टाक योर फादर ठीक है तुम चाहूच पाठ पढ़िया विद्यालय को आसिया ताहले आमे कौन करवा तुम कौन करवा चलो मु तारा तुम बापा सांगे कथा हेबी डू नॉट यू वरी तुम व्यस्त हुआ ना विल फाइंड दी वे आम कौन से गोटे बाट खोजी पाइबा गोटे उपाय खोजी पाइबा जहाँ तुमको पढ़ेबा जानवी सो द टीचर वाकिंग अप जानकी देखिले शिक्षक चली चली गले स्टेप देयर गेट द नेक्स्ट इवनिंग जानकी लक्ष्य कल देखिला जे तांकर शिक्षक तांकर कौन कर गेट पाखरे नेक्स्ट इवनिंग संध्या बेले कौन कर जानवी देखु चाहू देखुची जे तांकर शिक्षक कौन हो गेट पाखर संध्या बेले गेट पाख चली चली घर आड़ को आसते तार शिक्षक कहला जे तू पढ़ जाऊँ हे देख ये जानवी कौन करथिला जानवी कौन करथिला तेणु तांको शिक्षक कौन करथिला तांको शिक्षक संध्या बेले जाइछि केडु जाइछि पिला माने ता घर को व्हेन शी वाज लिसनिंग द लैम्प व्हेन शी वाज सॉरी गुड लिसनिंग होछि व्हेन शी वाज लाइटिंग द लैम्प शी कुड सी द फादर वाज स्क्रैचिंग हिज चीक जते बेले से आलोक लैम्प टी को काढी के बाहर को आछि शी कुड से देखिए पाइला हर फादर स्क्रैचिंग रथि गाल को कुंडेइबा चीक माने गाल को कुंडेइबा वे टू व्हेन वाज ओरिड देखा तो बापा व्यस्तर सहित गाल को कौन कर कुंडौं आउसुचंती द टीचर वाज नुडिंग तार शिक्षक मुंड हलुचंती एंड सेइंग समथिंग मुंड हले किछि कहउचंती शी कुड मेक आउट से कौन कले बाहर को चली गले बाहर चली गले दी मदर सेड माँ कहला लिटिल जानवी छोटिया जानवी आई सेल मिस यू व्हेन यू गो टू स्कूल मु तोते मिस करिबी बा मु तोते खोजिबी जेते तू विद्यालय को चली जीवु गर्ल्स शुड लर्न सो एज मच दे वांट झील मान को पाठ पढ़ा दरकार जहाँ जाना दरकार अधिक अधिक पाठ पढ़ा दरकार व्हेन आई एम योर एज जो मु तो बयस थी आई वांटेड गो टू स्कूल मु चाहूली विद्यालय को जावाई बट माय ग्रांड मदर किंतु मोर जेजेमा सेड नो मोर जेजेमा मना कर देथिले बट नाउ वर्तमान मु आई ना वर्तमान किंतु वर्तमान आई एम ग्लैड मु खुशी द टीचर केम टू टाक योर फादर मु वर्तमान बहुत खुशी जे तोर शिक्षक आसी तो बापा संगे कथा हाँपाई दे मो बेल को मुझे छोट थी मो तो मोर जेजेमा मना करते कि मत बहुत खुशी लगे जे तोर शिक्षक आसती कौन करने पिला माने तू पाठ पढ़ा आसी तू किपर पाठ पढ़ू एंड जानवी सेड जानवी कहला मदर माँ व्हेन आई ग्रो अप मुझे बड़ हेबी आई विल बी टीचर मुझे गोटे शिक्षयित्री हेबी आई विल गो फ्रॉम हाउस टू हाउस मु ए घर से घर को जीवी इन आवर विलेज आम गाँव थिबा ए घर से घर को जीवी एंड एवं आस्क ओ लिटिल गर्ल्स और समस्त छोटे छोटे झील मान को पचारि कहबी कम माई कम टू माई स्कूल अर्थात समस्त झील को पिला मान को कहबी जे चलो पाठ पढ़े को मो विद्यालय को आस आई विल टीच देम ऑल थिंग्स दैट आई एम गोइंग टू लर्न मु जहाँ शिखी मुझे से ताहा पढ़ेबी एंड शी वेंट डाउन द पाथ बिटवीन फील्ड द नेक्स्ट मॉर्निंग एवं शी वेंट से गो माने जीवा वेंट माने गला डाउन द पाथ द बिटवीन द फील्ड्स द सी मॉर्निंग बिफोर स्कूल बिगेन विद्यालय आरंभ हवा पूर्व जेपरी से चली चली जाए से पथ माने बाट देकी पड़िया एवं बाट देकी कौन चली चली जाऊ टू मीट द रिवर क्या संग देखा नदी सांग देखाला आई डिड मु करदेली सी टोल्ड द रिवर नदी कहले देख लो मु तुम्हें जहाँ कहल मु आज करदेली आई वाज स्केयर्ड मु डरुथली बट आई डिड किंतु मु डरी डरी मध्य करदेली एंड दे वर लेटिंग मी गो अर्थात वर्तमान से माने छाड़देले मत विद्यालय को पढ़िया आई एम गोइंग टू लर्न मु जाउछि शिखिया टू राइट माय नेम मोर ना शिखिया एंड डू सम्स एवं किसी गणित शिखिया सम्स अर्थ किसी गाणितिक अंक शिखिया एंड आई एम गोइंग टू फाइंड एवं खोजी पाइबा जाउछि आउट वे आवर लिटिल फिशेस इनटू द राइस फील्ड टर्न इनटू द फ्रॉग्स एवं मु जानिबा जाउछि जे मोर छोट छोट माछ छुआ गुड़िक है
ମାଛ ଛୁଆ ଗୋଟେ ମାଛ ବେଙ୍ଗ ଯେତେ ଛୁଆ ଦିଏ ଦେଖ ମାଛ ଛୁଆର ଦେଖାଯାଏ। ବେଙ୍ଗ ଛୁଆ ଗୁଡ଼ିକ କିପରି ଭାବରେ ମାଛ ଛୁଆ ଗୁଡ଼ିକ କାହିଁକି ବେଙ୍ଗରେ ପରିଣତ ହୁଏ? ମୋର ରାଇସ୍ ଫିଲ୍ଡ ଅର୍ଥ ହେଉଛି ଧାନ କ୍ଷେତରେ। ମୁଁ ଜାଣିବା ପାଇଁ ଚାହିଁବି। ସି ହେୟାର ଦ ରିଭର ସ୍ଲିପି ଚୁକେଲ କମ୍ ଆଗେନ୍ ଲିଟିଲ୍ ଗାର୍ଲ ଆଇ ଟେଲ୍ ୟୁ ଅଲ୍ ଆବାଉଟ୍ ଦ ଶିପ୍ସ ଆଣ୍ଡ ଦ ସେଲ୍। ଏବଂ କହିଲା ଛୋଟିଆ ଝିଅ କହିଲା କି ହେଲା I will tell you all about the ship the sail। ମୁଁ ଆସିବି ଆଉ ଥରେ ଏବଂ ଛୋଟିଆ ଝିଅଟେ କହିଲା ମୁଁ ତୁମକୁ ସବୁ କଥା କହିବି ଦ ଶିପ୍ ସେଲ୍ ଇନ୍ ଦ ଶିପ୍। କିପରି ଭାବରେ ସମୁଦ୍ରରେ ଜାହାଜ ଆସେ ମୁଁ ମଧ୍ୟ ତୁମକୁ ଆଉ ଥରେ କହିବି। କମଲା ନାୟର କେ ଲେଖିଛନ୍ତି ପିଲାମାନେ କମଲା। ତ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ଜଣାଇବ। ତ ନେକ୍ସଟ ଭିଡ଼ିଓରେ ପିଲାମାନେ କ'ଣ କରିବି ମୁଁ କ୍ୱେଶ୍ଚନ୍ ଆନ୍ସର୍ ଆଲୋଚନା କରିବି। ପିଲାମାନେ ଗୋଟେ କଥା ରିକ୍ୱେଷ୍ଟ କରୁଛି ବାରମ୍ବାର ଭିଡ଼ିଓରେ ଭଲ ଲାଗୁଥିଲେ ଲାଇକ୍ କରିବ ସେୟାର କରିବ ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବ ନାହିଁ। କମେଣ୍ଟ ସେକ୍ସନ୍ ଜଣାଇବ। ତ ମୁଁ ନେକ୍ସଟ ପ୍ରଶ୍ନ ସହିତ ଉତ୍ତର ଆଲୋଚନା କରିବି। ଓକେ।